ଆଜ୍ଞା ଭଉଣୀ। ଟିକେ ବିଘ୍ନ ହେଇଛି କଣ କରିଦିଅନ୍ତୁ ଆଜ୍ଞା। ଆଜ୍ଞା ଭଉଣୀ ଆଜ୍ଞା ଓମ୍ ଶାନ୍ତି। ମୋର ନାଁ ବିକେ ପ୍ରୀତି ନନ୍ଦା। ପୁଣି କୋଶ୍ଚିନ୍ କରିଥିଲେ ଲୌକିକ ପରିବାର ବିଷୟରେ ଲୌକିକ ପରିବାରରେ ବାପା ମା ଦି ଭାଇ ଆଉ ଏଇ ଆତ୍ମା। ଟିକେ ଲୌକିକ ପରିବାରରେ ଛୋଟ ବେଳୁ ଟିକେ ଯେହେତୁ ଦୁଇ ଭାଇରେ ଗୋଟେ ଭଉଣୀ ତେଣୁ ବହୁତ ଗେହ୍ଲା ଘରେ। ଗେହ୍ଲାରୁ ଜିଦ୍ ବି ଥିଲା ଜିଦ୍ ମାନେ କିଏ ଯଦି କିଛି ବି ଟିକେ କହିଦିଏ ଜୋରରେ ନା ଟା ନିକ୍ ନେମ୍ ଥିଲା ଜୁଲି। ତ ଜୁଲି ଡାକିଲେ ଠିକ ଅଛି ଜୁଲିଆ ଯଦି ଟିକେ ଜୋର ଉଚ୍ଚ ଆବାଜ ହେଇଗଲା କାହାକୁ କିଛି କହିପାରେନି ଆତ୍ମା କିନ୍ତୁ ଆଖିରୁ ଧାର ଧାର ଲୁହ ଗଡୁ ମାନେ ଏଇଭଳିଆ ପରିବେଶରେ ମାନେ ଡେଭଲପ କରି ଯାଇଥିଲା ଏଇ ଆତ୍ମାର ସଂସ୍କାର। ବାକି ଯୋଉ ମ୍ୟାରେଡ ଲାଇଫରେ ଭଉଣୀ କୋଶ୍ଚିନ କରିଥିଲେ ପରିବାର ଚାରି ଭାଇ ଆଉ ତିନି ଯା ଶାଶୁ ଶ୍ୱଶୁର ବାସ୍ ଏତିକି ଭିତରେ ତ ଏଇ ମ୍ୟାରେଜ ଲାଇଫ ର ଏଇ ପରିବାର ସହିତ କାର୍ମିକ ଆକାଉଣ୍ଟ ବହୁତ ଥିଲା ଯେହେତୁ ତେଣୁ ହିସାବ କିତାବ ବହୁତ ରହି ଯାଇଥିଲା ଯୋଉଟା କି ମାନେ ଫାଷ୍ଟ ରୁ 25 ଇୟର୍ସ ମ୍ୟାରେଜ ହେଇଗଲାଣି ତ ସେତିକି ବର୍ଷ ବାକି ପୁରା ମାନେ ଖୁବ ଯେମିତି ବାବା କହିଛି କି କର୍ମର ହିସାବ କିତାବ ପାଇଁ ତୁମର ପରିବାର ଯୋଉ ପରିବାରରେ ଯିଏ ମ୍ୟାରେଜ କରିବା କଥା ଯୋଉ ପରିବାରରେ ଜନ୍ମ ନବା କଥା ସେ ଆଗରୁ ଅଲରେଡି ଫିକ୍ସ କହିବାକୁ ଗଲେ। ତ 25 ଇୟର୍ସ ଥିଲା ତ ସିଏ ବି ପାସ୍ ହେଇଯାଇଛି। ବାକି ଭଉଣୀ କୋଶ୍ଚିନ କରିଥିଲେ କି କେମିତି ନଲେଜ କୁ ଆସିଲି। ଆମର ନିମିତ ଭଉଣୀ ବନିଥିଲେ। ନିମିତ ସେବାଦାରୀ ଭଉଣୀ ନିରୁପମା ଭଉଣୀ ତ ଯେତେବେଳେ ଯାଏ ସେ ଜାଗାକୁ ଯେତେବେଳେ ଭଉଣୀଙ୍କ ଘରକୁ ଯାଏ ଏମିତି ବହୁତ ସାରା ଭଉଣୀଙ୍କ ମୁଁ ତ ଜାଣିନଥିଲି ମାନେ ଯୋଗର ପାୱାର ଏତେ ବୋଲି। ତ ସେଇ ଜାଗାକୁ ଯାଏ ଭଉଣୀଙ୍କ ସାଙ୍ଗରେ କଥା ହୁଏ। କିନ୍ତୁ କାହିଁକି କେଜାଣି ଏମିତି ଲାଗେ ସେ ଜାଗାକୁ ଗଲେ ମତେ ବହୁତ ଭଲ ଲାଗେ। ଏମିତି ବେଳେ ବେଳେ ଯାଏ ବସିକି ଘଣ୍ଟା ଘଣ୍ଟା କିଛି ବି ବେଶୀ ସେଇ ସମୟରେ ଏମିତି କଥାବାର୍ତ୍ତା କରିବା ଅଭ୍ୟାସ ନଥିଲା ବେଶୀ ଗପସପ ହୋଇ ତ ଭଉଣୀ ଯାହା ଯେମିତି ପରିବାର ବିଷୟରେ ସେତେବେଳକୁ ମ୍ୟାରେଜ ହେଇଗଲାଣି। ଏମିତି ପୁଣି ଟିକେ ପଚାରନ୍ତି ବାସ୍ ସେତିକି କିନ୍ତୁ ମୁଁ ସେଇଠି ଠିଆ ହେଇ ଖାଲି ଭଉଣୀଙ୍କୁ ଅନଉଥାଏ ତାଙ୍କର କଥା ତ ସେଇ ପରିବେଶ ଟା ବହୁତ ଭଲ ଲାଗୁଥାଏ। ତ ଏମିତି ଭଉଣୀ ମାଉଣ୍ଟ ଆବୁ ଯାଆନ୍ତି। ଭଉଣୀଙ୍କ ସାଙ୍ଗରେ ଇଣ୍ଟରାକ୍ସନ ବାସ୍ ଏତିକି ମାନେ ସେମିତି ବେଶୀ କିଛି ବି ନଥିଲା ଏତେ ଇଏ ତ ମତେ ବାବାଙ୍କର ଫଟୋ ଘଣ୍ଟାରେ ସେଇ ଶ୍ରୀକୃଷ୍ଣ ଆରାଏ ସେଇ ଫଟୋ ବାବାଙ୍କର ସେ ବାବାଙ୍କର ଫଟୋ ଏମିତି ସବୁ ଥାଏ ପୁଣି ଗୋଟେ ଥର ଦେଇଥିଲେ। ତ ମତେ ଟିକେ ଭଲ ଲାଗେନି ଏଇ ଆତ୍ମାକୁ କି କାହାକୁ ଏମିତି ଖାଲିଟାରେ ଏମିତି ଗୋଟେ ଜିନିଷ ନବା ପାଇଁ। ତ ମୁଁ ଭଉଣୀକୁ ମୁଁ କହିଲି ଭଉଣୀ ଅପା କେତେ ପଇସା? ନାଇଁ ନାଇଁ ଆଉ ତମେ ନିଅ। ତ ବହୁତ ବାଧ୍ୟ କରିଥିଲେ ନେଇ ଆସିଲି କିନ୍ତୁ ଆଉ କିଛି କୋଶ୍ଚିନ୍ ବି ଆରାଇଜ କରିନି। ପୁଣି ସେକେଣ୍ଡ ଇୟରରେ ପୁଣି ଗଲେ ପୁଣି ସେକେଣ୍ଡ ଇୟର କୁ ପୁଣି ବି ଗୋଟେ ଘଣ୍ଟା ଆଉ ଟିକେ ଚେଞ୍ଜେସ ସେ ଘଣ୍ଟାର ଫଟୋ ଇଏ ସେ କିନ୍ତୁ ମୋ ମନରେ କିଛି ବି କୋଶ୍ଚିନ୍ ଆରାଇଜ ହେଲାନି ମୁଁ ନେଲି ଆଉ ଖୁସି ହେଇକି ଘରେ ରଖିଲି ବାକି କିଛି ଦିନ କ୍ରସ୍ କଲା ପରେ ଅ ଗୋଟେ ଦିନ ଭଉଣୀ ଯାଇଛନ୍ତି ସୁନି ଭଉଣୀଙ୍କ ଘରକୁ ମୁରଲି ପଢିବା ପାଇଁ ସେତେବେଳେ ଆମର ରୋଜାଲିନ ଭଉଣୀ ସୁନି ଭଉଣୀ ଏମାନଙ୍କର କୋର୍ସ ସରିଲାଣି। ସରିକି ମୁରଲି ଷ୍ଟାର୍ଟ ହେଲାଣି ତ ଭଉଣୀଙ୍କର ସେଦିନ ମୁରଲି କ୍ଲାସ ଅଛି ସୁନି ଭଉଣୀଙ୍କର ଭଉଣୀ କ୍ଲାସ କରୁଛି। ଦିନ ମୁଁ ଯାଇଛି ଭଉଣୀଙ୍କ ଘରକୁ ଗୋଟେ ଝିଅଟେ ଥିଲା ଜିନିଆ ବୋଲି ତ ମୁଁ ତାଙ୍କୁ ପଚାରିଲି କି ଭଉଣୀ ବହୁତ ଥର ଆଗରୁ ଡାକିଛନ୍ତି କି ଆସ ଆଉ ଟିକେ ଶୁଣିବ ମୁଁ ସବୁବେଳେ କହେକି ନାଇଁ ଭଉଣୀ ଜଏଣ୍ଟ ଫ୍ୟାମିଲି ତ ମୋ ଉପରେ ରେସପନସିବିଲି ଆଉ ମୁଁ ଯାଇପାରିବିନି ପୁଣି ହେଇପାରିବନି ଟାଇମ କହିଲେ ଆଚ୍ଛା ହଉ ଠିକ ଅଛି। ଏବେ ଥରେ ଦୁଇଥର ବହୁତ ମାନେ 5 କି 6 ଟାଇମ୍ସ ବୋଧେ ଭଉଣୀ କହିଛନ୍ତି। ବାକି ଏଇ ସମୟ ଭିତରେ ଟାଇମ କ୍ରସ କରିଛି। ସେଇ ଦିନର ଘଟଣା ତ ଯାଇଛି। ନଲେଜ କିଛି ଦିନ ପାଇବାର କିଛି ଦିନ ଆଗରୁ ଏମିତି ଘରେ ଗୋଟେ ଏମିତି ଛୋଟ ମୋଟ ଇନସିଡେଣ୍ଟ ହେଇଥିଲା ଯୋଉଟା କି ମତେ ବହୁତ ସକ୍ ହେଇଥିଲା। ମୁଁ ଏମିତି ଭଉଣୀ ଯେତେବେଳେ ମୋ ସାଙ୍ଗେ କଥା ହୁଅନ୍ତି ତାଙ୍କର କଥାବାର୍ତ୍ତା ଯେମିତି ଗୋଟେ ଆପନା ଆପନ ଲାଗେ। ସେଦିନ ଭଉଣୀ ଏମତି ଜଷ୍ଟ କଥା ଏମତି ଡିସକସନରେ ମୁଁ କହିଲି ଭଉଣୀ ମୁଁ କେବେ କାହାକୁ କିଛି କୁହେନି। ସେଦିନ ଆଉ କଣ୍ଟ୍ରୋଲ କରିପାରିଲିନି କହିପାରିଲି କହିଦେଲି ଯେ ମତେ କିନ୍ତୁ ଆଜି ବହୁତ ଦୁଃଖ ଲାଗୁଛି କି ଯୋଉଟା ମୋର ଆଦତ ନୁହେଁ ମୁଁ କହିଦେଲି ଆଉ ମତେ ଭଲ ଲାଗୁନି। ସେଠୁ ପୁଣି କହିଲେ ଭଲ ଲାଗୁନି ଆଚ୍ଛା ହଉ ଠିକ ଅଛି। ତ ଏମିତି ଅଲଗା କିଛି ଏମିତି କଥାବାର୍ତ୍ତା ମାନେ ଆଲୋଚନା ଭିତରେ ମୁଁ ସେଇ ଟାଇମ ଭିତରେ ମାନେ ଭୁଲି ଯାଇଥିଲି କି ମତେ
ଯୋଉ ଖରାପ ଲାଗୁଥିଲା ଜିନିଷଟା ମାନେ ସେଇ ମାନେ ମନରେ ଯୋଉଟା ଚାଲୁଥିଲା କିଛି ସମୟ ପାଇଁ ଭଉଣୀଙ୍କ ସାଙ୍ଗରେ ଯୋଉ 5 ମିନିଟ୍ କଥା ହେଇଥିଲି, ସେୟାର କରିଥିଲି। ମୁଁ ତାଙ୍କୁ ମାନେ ସବୁ ପିଲାମାନେ ଥିଲେ ତାଙ୍କୁ ଡାକିଥିଲି ଯେ ମୁଁ ଆପଣଙ୍କ ସହିତ ଏକାଠି କଥା ହବାକୁ ଚାହୁଁଛି। ଭଉଣୀ ଟାଇମ ଦେଇଥିଲେ 10 ମିନିଟ୍। ବାସ୍ ସେଇଦିନ ସେତିକି ସମୟ। ତାପରେ କଣ ହେଇଥିଲା ମୁଁ ବି ଆଉ କିଛି ଜାଣିପାରିଲିନି। ତାପରେ ଯେମିତି ଟାଣି ହେଲା ଭଳିଆ ମତେ ଲାଗେ ଆଉ ମାନେ ଆସେ ସେ ଜାଗାକୁ ଆସିବି ବସିବି ବାସ୍ ବେଶୀ ବି କଥା ହୁଏନି ବାସ୍ ଜଷ୍ଟ ମାନେ 3 ମିନିଟ୍ 4 ମିନିଟ୍ କିନ୍ତୁ ବସିଥାଏ ସେଠି। ଘଣ୍ଟା ଘଣ୍ଟା ପୁରା ବସିଥାଏ। କିଛି ନାହିଁ ଏମିତି ଘରୁ ଆସେ ବସେ ଆଉ ଭଉଣୀ ତାଙ୍କର କାମ କରୁଥାନ୍ତି ବାସ୍ ମୁଁ ଦେଖେ 2-3 ମିନିଟ୍ ଭଉଣୀ ଏମିତି କଥା ହୁଅନ୍ତି ବାସ୍ ମୁଁ ପଳାଏ। ଏତିକି ଥିଲା ମାନେ ନଲେଜ ବିଫୋର ର ଇନସିଡେଣ୍ଟ ମାନେ ନଲେଜ ପାଇବାର କିଛି ଦିନ ଆଗର ଘଟଣା। ତାପରେ ତ ଯୋଉ ଦିନ ଭଉଣୀ ଯାଇଛନ୍ତି ସେଦିନ ମୋ ଭଉଣୀଙ୍କ ଘରକୁ ଯାଇଛି। ତ ସେ ଝିଅକୁ ପଚାରିଛି କି ଭଉଣୀ କୁଆଡେ ଗଲେ ବୋଲି। ଅପା କୁଆଡେ ଗଲେ ସେ ସେଠୁ କହିଛନ୍ତି ଏଇଠିକି ଯାଇଛନ୍ତି। ମୁଁ ତ ଜାଣିନି ନା ସେ ମତେ କଣ କହିବେ ଆଉ ଏଇଠିକି ଯାଇଛନ୍ତି ମୁଁ ସେଇଠୁ ଆଉଥରେ ପୁଣି ପଚାରିଲି ଏଇଠିକି ମାନେ ନା ଯାଇଛନ୍ତି ଆଉ। କଣ ହେଲା ମୋ ପାଟିରୁ ହଠାତ୍ ବାହାରିଲା ମୁଁ କହିଲି କଣ କିଛି ସତ୍ସଙ୍ଗ ଫତ୍ସଙ୍ଗ ଯାଇଛନ୍ତି ସେ ସେଇଠୁ କହିଲେ କି ହଁ ସେଇଠୁ ସତ୍ସଙ୍ଗ ଏକା ତ ମତେ ଭଲ ଲାଗେ ମୁଁ କହିଲି କି ଆଉ ମୁଁ ଟିକେ ଯାଇପାରିବି ନା ସେଠୁ ସେ ଟିକେ ହସିଲେ। ଆଉ ମୁଁ କହିଲି ନାଇଁ ନାଇଁ ଯଦି ନ ଯାଇ ହବ ସେମିତି କିଛି ଅଛି ତାହେଲେ ଠିକ ଅଛି ମୁଁ ଯିବିନି କିନ୍ତୁ ଯଦି ସେମିତି କିଛି ନାହିଁ ମତେ ଟିକେ ଭଲ ଲାଗେ ଆଉ ଯଦି କହିବ ତାହେଲେ ମୁଁ ଯାବି ନା ହଉ ତାହେଲେ ଚାଲ। ମୁଁ ସାଙ୍ଗେ ସାଙ୍ଗେ ସେଇଠୁ ତାଙ୍କ ସାଙ୍ଗରେ ଗଲି ଗଲା ବେଳକୁ ବସିଛନ୍ତି ଆମର ସୋନି ଭଉଣୀ ରୋଜାଲିନ ଭଉଣୀ ଭଉଣୀ ବସିଛନ୍ତି ଗୀତ ଲାଗିଛି। ଯୋଉ ଗୀତ ଲାଗିଛି ବାବାର ଗୀତ ମୁଁ ମାନେ ପ୍ରାୟ 6 ମାସ ଖଣ୍ଡେ ଆଗରୁ ମୋ ବାବାର ଗୀତକୁ ସବୁ ମୁଁ ଜାଣିନି କିଛି ମୁଁ ଏମିତି ପିସ୍ ଅଫ ମାଇଣ୍ଡ ଚ୍ୟାନେଲ ଏମିତି ଦେଖେ। ଦେଖୁ ଦେଖୁ ମତେ ଭଲ ଲାଗିଲା ମୁଁ ସେଥିରୁ ସବୁ ଗୀତ ଗୁଡା ଡାଉନଲୋଡ କରିକି ମୁଁ ତାକୁ ଠାକୁର ପୂଜା କଲା ବେଳେ ଶୁଣେ। 5-6ଟା ଗୀତ ଯୋଉ ଈଶ୍ୱର ଆପନେ ସାଥ ହେ ଏମିତି ଆଉ 2-3ଟା ଗୀତ ଏମିତି ଶୁଣେ ତ ଯେତେବେଳେ ମୁଁ ଦେଖିଲି ସେଇଠି ଏଇ ଗୀତ ବାଜୁଛି ତ ମତେ ବହୁତ ଭଲ ଲାଗିଥିଲା। ଆଉ ମୁଁ ସେଇଠି ମାନେ ଯେମିତି ନିଜକୁ ହଜେଇ ଦେଇଥିଲି ଏମିତି ଲାଗୁଥାଏ ସେ ଜାଗା। ତାପରେ ମେଡିଟେସନ ଯେତେବେଳେ ସରିଲା ଭଉଣୀ କହିଲେ ଆରେ ଆପଣ ଆସିଛନ୍ତି। ମୁଁ କହିଲି ହଁ ମୁଁ ଟିକେ କହିଲି ତ ଜିନିଆକୁ ଆଉ ଟିକେ ଯିବି ବୋଲି ଆଉ ପଳେଇ ଆସିଲି ଆଉ ଆଚ୍ଛା ଆଚ୍ଛା ଭଲ କଲ। ସେଠୁ ବସିଲି କିଛି ସମୟ କ୍ଲାସ ରେ ବସିକି ଆମ ଗୋଟେ ଟାଇମ ହେଇଯାଉଥିଲା ତ ଘରେ କହିନି ଏତେ ସମୟ ରହିବା ପାଇଁ ତ ପଳେଇ ଆସିଲି। ଯୋଉ ସେଇଦିନ ଯେତିକି ସମୟ ସେଠି ବସିଥିଲି ତାପରେ ଆଉ କିଛି ଏମିତି ହେଇନି ମତେ ମନରେ କିଛି ଏମିତି ଆସିନି। ହଠାତ୍ ଗୋଟେ ଦିନ ହଁ ରୋଷେଇ 12ଟା 1 ଟାଇମ ହବ ରୋଷେଇ ସରିଛି ରୋଷେଇ ଘର ଝରକା ଟା ପୁରା ବାହାର ଟା ଏମତି ବ୍ଲାଙ୍କ ଜଣଙ୍କ ଘର ଫାଙ୍କା ଅଛି। ତ ରୋଷେଇ ସରିଛି ଝରକା ଟା ଦବାକୁ ଯିବି କଣ ସେଇଠି ହଠାତ୍ ମୋ ମନକୁ ଆସିଲା କି ସେଠି ପାଖରେ ପୁଣି ବଡ ଯା ବି ଅଛନ୍ତି। ମାନେ କିଛି ମତେ ଆଉ ମନକୁ ଆଉ ମୁଁ କିଛି ଆଉ ମାନେ ବୁଝେଇ ପାରିଲିନି ସେ ମତେ ସେଇ ସମୟ ଲାଗିଲା କି ଏଇ କଣ ଜୀବନ ମାନେ ରୋଷେଇ କରିବି ଖାଇବି ପିଇବି ପୁଣି ମାନେ ପିଲାମାନେ ଆସିବେ ଭାଇ ଆସିବେ ଏଇ ଭିତରେ ଲାଇଫ ଟା କଟିଯିବ ଏଇଟା କଣ ଲାଇଫ ମାନେ ହଠାତ୍ ମୋ ମନକୁ ବାହାରକୁ ମାନେ ବନ୍ଦ କଲା ବେଳକୁ ବାହାର ଟା କୁ ଅନେଇକି ଏମିତି ମୋ ମନରେ ଆସିଲା। ସାଙ୍ଗେ ସାଙ୍ଗେ ଆଉ କୌଣସି କିଛି ବି ମୁଣ୍ଡରେ ପଶିଲାନି ହଠାତ୍ ଫୋନ ଭଉଣୀଙ୍କୁ ଫୋନ କଲି କହିଲି କି ଭଉଣୀ ଆଉ ମୁଁ ସେଇ ଯୋଉ ସେଦିନ ଶୁଣୁଥିଲି ଟିକେ ଶୁଣିପାରିବି? ଭଉଣୀ କହିଲେ ହଁ ହଁ ଶୁଣିପାରିବ ଆଚ୍ଛା ତମେ ଶୁଣିବ ମୁଁ କହିଲି ଆଜ୍ଞା। ହଉ ଠିକ ଅଛି ମୁଁ କହିବି। ତା ଭିତରେ 2-3 ଦିନ ଯାଇଛି ଆ ତ ପୁଣି ଫୋନ କଲେ ପୁଣି ଆରେଞ୍ଜ କରିଛନ୍ତି ସେପଟେ କୋର୍ସ କରିବା ପାଇଁ ତ ପୁଣି ଫୋନ କଲେ କହିଲେ ଆଚ୍ଛା ଆପଣ କହୁଥିଲେ ଶୁଣିବା ପାଇଁ ଆଉ ଆପଣ ଆସନ୍ତୁ ମଣ୍ଡେ ମାନେ ସୋମବାର ଥାଏ ସୋମବାର ଦିନ ହିଁ କୋର୍ସ ଷ୍ଟାର୍ଟ ହେଇଥିଲା। ତ ସେଦିନ ଭାଇ ବି ଥାନ୍ତି ଛୁଟିରେ ଭାଇ ବସିଛନ୍ତି ଭାଇ ସାଙ୍ଗେ ସାଙ୍ଗେ କିଏ ସେ କଣ ସବୁ ଡିଟେଲସ ନେଇଗଲେ। ନାଇଁ ଏମିତି ସତ୍ସଙ୍ଗ ଭଲ ଲାଗେ ତ ଟିକେ ଦେଖିବା ଯଦି ହବ ଯିବି। ଏମିତି କହିଦେଲି ଭାଇ ଜାଣିଥାନ୍ତି ସେତିକି ଯେ ଯିବା ପାଇଁ କହୁଛି କଣ କେମିତି କଥାବାର୍ତ୍ତା ସେତିକି ଭାଇ ଶୁଣିଥିଲା ଆଉ ବାକି କିଛି ଜାଣିନାହାନ୍ତି। ତାପରେ ପୁଣି ଟାଇମିଂ କହିଲେ ଫୋନ କରିକି ତ ମଣ୍ଡେ ଥାଏ ସେଦିନ ତ ଯିବି କେମିତି ଆସିବେ ପୁଣି ଫେରିବେ ପୁଣି କହିଛନ୍ତି ଘଣ୍ଟେ 1.5 ଘଣ୍ଟା ଲାଗିବ। କହିଲି ଆଚ୍ଛା ଠିକ ଅଛି ଗଲି ତ ଯିବି କିନ୍ତୁ ଭାଇ ଅଫିସ ରୁ
ପ୍ୟାକ୍ କରିବା ଆଗରୁ ମତେ ତ ବ୍ୟାକ୍ କରିବାର ଅଛି ନା। ଗଲି ଯେତେବେଳେ ଗଲି ସେଠୁ ଭଉଣୀଙ୍କ ପାଖକୁ ଗଲି, ଭଉଣୀ କହିଲେ କି ଆଚ୍ଛା ତ ଶୁଣିବା ଆଉ ଜଣେ ଜେଣ୍ଟସ୍ ପର୍ସନ୍ ଆସିଛନ୍ତି ତମର ଆଗ କୋର୍ସ ହବ। ମୁଁ ସେଠୁ ଟିକେ ଜେଣ୍ଟସ୍ ପର୍ସନ୍ ବହୁତ ଭୟ, ଝିଅ ଦିନୁ ବହୁତ ଭୟ ଥିଲା। ତ ଜେଣ୍ଟସ୍ ନାଁ ଶୁଣିକି ମୁଁ ଟିକେ ଡରିଗଲି। ମୁଁ କହିଲି କଣ ଜେଣ୍ଟସ୍ ମାନଙ୍କ ସାଙ୍ଗରେ ମତେ ଟିକେ ଭଲ ଲାଗେନି ଇଣ୍ଟରାକ୍ସନ। ନା ଆଚ୍ଛା ଠିକ ଅଛି, ଆଉ ମୁଁ ଆପଣଙ୍କ ସାଙ୍ଗରେ ଚାଲନ୍ତୁ, ମୁଁ ବି ଆପଣଙ୍କ ସାଙ୍ଗରେ ଯିବି। ଠିକ ଅଛି ଆମେ କାଲିଠୁ ଭଉଣୀ ଭଉଣୀକୁ ଡାକୁ। ଭଉଣୀ ଆଉ ଟିକେ ଆଜ୍ଞା ଲାଉଡ, ଆଉ ଆଜ୍ଞା ଟିକେ ଲାଉଡ। ଆଜ୍ଞା। ତ ଭଉଣୀ କହିଲେ କି ଠିକ ଅଛି ଚାଲନ୍ତୁ, ଆଉ କାଲିଠୁ ଆମେ ଭଉଣୀକୁ ଡାକିବା। ଆଉ ଠିକ ଅଛି ଆପଣ ଜେଣ୍ଟସ ପର୍ସନ ଭଲ ଲାଗନ୍ତିନି, ଠିକ ଅଛି ଆଜିଟା ଶୁଣନ୍ତୁ କାଲିଠୁ ମୁଁ ଡାକିବା ଭଉଣୀକୁ ଡାକିବା। ପୁଣି ସାଙ୍ଗରେ ଗଲେ, ମୋ ସଙ୍ଗୀତ ଗଲେ ପୁରାଟା ରହିଲେ। ଆମକୁ ମାନେ ଯୋଉ ମେଡିଟେସନ ହେଲା, ଭାଇ ଲଲିତ ଭାଇ ଆମର କୋର୍ସ କରିଥିଲେ। ତ ଯେତେବେଳେ ଭାଇଙ୍କର ମାନେ ମେଡିଟେସନ ଯେତେବେଳେ ଚାଲିଲା, ସେତେବେଳେ ମାନେ ସେ ଗୀତ ବି ତା ଆଗରୁ ଶୁଣିଥିଲି। ମେଡିଟେସନ ମାନେ ଷ୍ଟାର୍ଟ ହେଇଛି କି ନାହିଁ, ଆଖିରୁ ବୋହିଲା ଲୁହ, ବୋହିଲା ବୋହି ଚାଲିଲା ବୋହି ଚାଲିଲା। କାହିଁକି କେଜାଣି କିଛି ମାନେ ମୁଁ ଜାଣି ପାରୁନଥାଏ, କିନ୍ତୁ ଲୁହ 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 ପୁରା ମୁଁ ମାନେ ଭିଜିଗଲି ଲୁହରେ, ଏତେ ଲୁହ ବୋହିଛି। ଦୁଇଟା ଗୀତ ପ୍ରାୟ ବାଜିଛି 10 ମିନିଟ ପାଖାପାଖି। ତାପରେ ମତେ ଟିକେ ଟିକେ ଲାଜ ଲାଗୁଥାଏ, କାହିଁକିନା ଫାଷ୍ଟ କ୍ଲାସ ତେଣୁ ବସିଥାନ୍ତି ଭାଇ ଆଗରେ। ତ ମୁଁ ଆଗ ଆଗ କିରି ଭାଇଙ୍କୁ କହିଦେଲି କି ମୁଁ ଜାଣିପାରିଲିନି କଣ କେଜାଣି ଗୀତ ଶୁଣିକି ଏମିତି ଲାଗେ। ସେଠୁ ଭାଇ କହିଲେ ନାଇଁ ନାଇଁ ଠିକ ଅଛି, କିଛି ନାଇଁ କିଛି ନାଇଁ ଭଲ ଭଲ। ଏମିତି କହି ଭାଇ ମାନେ ସେ ଭାଇଙ୍କର କଥାବାର୍ତ୍ତା ବି ବହୁତ ମାନେ ଏଜ ବି ସେତେ ନୁହେଁ, କିନ୍ତୁ ଲାଗିବ ଯେମିତି ପୁରା ମ୍ୟାଚିଅର୍ଡ। ଆଉ ତାଙ୍କ କଥାରେ ଯେମିତି ଆମର ଭଉଣୀଙ୍କ କଥାରେ ଯେମିତି ଗୋଟେ ଅଲଗା ପ୍ରକାର ସମସ୍ତଙ୍କୁ ମେହସୁସ ହଉଛି, ସେ ଭାଇଙ୍କର କଥାବାର୍ତ୍ତାରେ ବି ସେମିତି ଆପଣଙ୍କୁ ମିଳିଯିବ ଗୋଟେ ଆପଣାପନ, ମାନେ ଗୋଟେ ଅଲଗା ଟାଇପ ର ମାନେ ତାଙ୍କର କଥାବାର୍ତ୍ତା ଆଚାର ବାବ ଯେମିତି କହୁଛି ନା, ମାନେ ଚାଲିଚଳନ ଆଚାର ବ୍ୟବହାର ଦୃଷ୍ଟି ସବୁଥିରୁ ଯେମିତି ପାରି ହେଇଯିବ ଅଲଗା। ହଁ ସେଇ ଗୋଟେ ଦିନ ବାକି କୋର୍ସ ହେଲା, ଡେ 1 ର କୋର୍ସ ସରିଲା। ଆସିଲି, ଭଉଣୀ ତାପରେ ପଚାରିଲେ ଆଚ୍ଛା କାଲି ଡାକିବା ଭଉଣୀକୁ ଡାକିବା। ନାଇଁ ନାଇଁ ଭଉଣୀ, ଭାଇଙ୍କର କଥାବାର୍ତ୍ତା ଏତେ ପୋଲାଇଟ, ଏତେ ଭଦ୍ର ଥିଲେ ଭାଇ। ଆଉ ଏତେ ତାଙ୍କର କଥାବାର୍ତ୍ତାରେ ପୋଲାଇଟନେସ, ନମ୍ରତା, ତ ମତେ ଯେମିତି ଲାଗିଲା ପୁରା ଯେମିତି ମାନେ ଲୌକିକ ର ସାନ ଭାଇ, ଆମର ଜଣେ ସଂସ୍କୃତ ଟିଚର ସ୍କୁଲରେ, ସେଇ ଟାଇପ ର ଏମିତି ଫିଲ୍ ହେଲା। ଆଉ ବହୁତ ଭଲ ଭାଇଙ୍କର ମାନେ ବୁଝେଇବା ଶୈଳୀ ବି ବହୁତ ଭଲ ଥିଲା, ଯୋଉଟା କି ଭାଇ 10-12 ଦିନ ଲଗେଇକି ପୁରା ବୁଝଉଥିଲେ। କୋର୍ସ କମ୍ପ୍ଲିଟ ହେଲା ଇନ ଟାଇମ, ସେଇ ଭିତରେ କମ୍ପ୍ଲିଟ ହେଲା। ବାକି ଆମର କୋର୍ସ ଭିତରେ ଭଉଣୀ ବି ବହୁତ ସହଯୋଗୀ ଥିଲେ, ଆମର ରୋଜାଲିନ ଭଉଣୀ, ସୁନି ଭଉଣୀ ଖାଇ ବସିଥିବେ, ତାଙ୍କ ଘରେ ହଉଥିଲା ନା, ଖାଇ ବସିଥିବେ। ଆମେ ଯେମିତି ମାନେ 3ଟାରେ କ୍ଲାସ ଷ୍ଟାର୍ଟ ହବ ମାନେ ମୁଁ 2:30ଟାରେ ଯାଇ ପହଞ୍ଚିଯାଏ। ସବୁବେଳେ ଅଧଘଣ୍ଟେ 20-25 ମାନେ ରୋଷେଇ ସାରିବି, ଜଏଣ୍ଟ ଫାମିଲି ରୋଷେଇ ସରିବ କି ମାନେ ମୁଁ ବେଳେ ବେଳେ ମୁଣ୍ଡ ବି କୁଣ୍ଡ ହେଇନଥାଏ। ଖାଲି ଶାଢୀ ଚେଞ୍ଜ କର, ଆଉ ସେଟା ମାନେ ଯୋଉଠି ଶାଶୁ ଘର ଟା, ସେଇଠି ଜାଗା ଟା ଏମିତି ଲୋକେସନ କି ଟିକେ ଭିତରକୁ ଗଲେ ଗାଁ ଭଳିଆ ସାହି। ସାହିରେ ମାନେ ଏମାନଙ୍କର ଯୋଉ ଶଶୁର ଥିଲେ ଭିଜିଲାନ୍ସ ବି ଥିଲେ, ତେଣୁ ତାଙ୍କ ଫ୍ୟାମିଲିରୁ ଗୋଟେ ବୋହୂ ବାହାରିବ ଖରା ବେଳେ, ତ ବହୁତ ମାନେ ଇନଡିସେଣ୍ଟ ମାନେ ସେମାନଙ୍କୁ, ତେଣୁ ଶ୍ୱଶୁର ଥାନ୍ତି ଦାଣ୍ଡ ଘରେ ତଳ ମହଲାର ଦାଣ୍ଡ ଘରେ, ମୁଁ ଉପରୁ ଚୁପ ଚୁପ ପାଦ ଚିପି ଚିପି ପଳାଏ। ଗେଟ୍ ଖୋଲିକି ପଳେଇବି, ଆଉ ପଛକୁ ଟିକେ ଲୁଗା ଟେକିକି ପଛକୁ ଅନେଇବି କିଏ ସାହିର କିଏ ଅନେଇଛି। 2:30ଟା ଟାଇମ ନା, ଖରାବେଳ ପିକ ଟାଇମ ଟା, ତ ଏପଟୁ ସେପଟୁ ଅନାଏ। ଯେମିତି ଦେଖିବି ଟିକେ ଗଳି ରୋଡ ଧରେ, ପୁରା ଯେମିତି ଦୌଡିବା ଥାଏ ପୋଜିସନ ଟା, ସେମିତି ହିଁ ଚାଲେ। କାହିଁକି ନା କିଏ କୋଉଠି ଦେଖିଦବ କହିଦବ ବୋଲି, ଆଡୁ ସାଡୁ ଅନେଇକି ଏପଟୁ ସେପଟୁ ପଛକୁ ଅନେଇକି ଦୌଡେ ଆଉ। ଚାଲି ମତେ ଗାଡି ବି ଚଲେଇ ଆସେନି, ଭଉଣୀ ସବୁବେଳେ କହିବ କଣ ଆପଣଙ୍କ ପାଖରେ ତ 8ଟା-10ଟା ଗାଡି, ଆପଣ ଗାଡି ନହେଲେ କାର ଶିଖନ୍ତୁ। କଣ ମତେ ତ ଭୟ, ସବୁଥିରେ ଭୟ, କୁକୁରକୁ ଭୟ, ଛୋଟ କୁକୁଡାକୁ ଭୟ, ମଣିଷକୁ ଭୟ, ବଡ ମୋଟା ଲୋକ ଦେଖିଲେ ଭୟ, ସବୁକୁ ଭୟ। କଣ ଶିଖିବି ପୁଣି, ମତେ ସବୁଥିରେ ଭୟ। ଟାଇମ ତ ପାସ୍ ହେଇଗଲା, କୋର୍ସ ହେଲା। ଆମର ରୋଜାଲିନ ଭଉଣୀ ବି ବହୁତ ସହଯୋଗୀ ଥିଲେ। ଭଉଣୀ କହିବେ ନାଇଁ ନାଇଁ ଆପଣ ଥାନ୍ତୁ, ଆପଣ ଆସନ୍ତୁନି, କେତେ ବାଟ ଚାଲିକି ଆସିବେ, 1.5 କିଲୋମିଟର 2 କିଲୋମିଟର ବାଟ, ଆପଣ ଥାଆନ୍ତୁ ମୁଁ ଆପଣଙ୍କୁ ନେଇଯିବି। ନାଇଁ ନାଇଁ, ଛୋଟ ପୁଅ ସେତେବେଳେ ଥାଏ ତାଙ୍କର, ରୋବୁ ମାନେ ପୁରା ଏକଦମ ନର୍ସରୀରେ ବୋଧେ, ତାକୁ ଛାଡିବେ ଟିଉସନରେ,
ମତେ ନେବେ ପୁରା ଆସିବେ ଭଉଣୀ ଏତେ ସ୍ପିଡ ଗାଡି ଚଲେଇଥିବେ କାଳେ ମୁଁ ପଳେଇ ବୋଲି ଆଉ ମତେ ବି ଅକ୍ୱାର୍ଡ ଲାଗେ ଭଉଣୀ ମାନେ ସେପଟୁ ତାଙ୍କ ଶାଶୁ ଅଛନ୍ତି ତାଙ୍କର ଶାଶୁଙ୍କର ଟିକେ ସେତେବେଳେ ବିଘ୍ନ ବି ଭଉଣୀଙ୍କର ଥାଏ ତ ଭଉଣୀ ହଇରାଣ ହେଇକି ଆସୁଛନ୍ତି ମତେ ଛାଡିବେ ନେବେ ତ ମୁଁ ସେଥିପାଇଁ କି ଅଧା ବାଟ ପଳେଇବି କଣ ଭଉଣୀ ଏକଦମ ପୁଅକୁ ଛାଡିକି ସ୍ପିଡଲି ଆସ ଭଉଣୀ ବହୁତ ସହଯୋଗ କରିଛନ୍ତି ରୋଜାଲିନ ଭଉଣୀ ସୋନି ଭଉଣୀ କୋର୍ସ କମ୍ପ୍ଲିଟ ହେଇଗଲା। ତାପରେ ମୁରଲି ଯୋଉ ଦିନ ଷ୍ଟାର୍ଟ ହବ ଭଉଣୀ ତା ଆଗ ଦିନ ସୋନି ଭଉଣୀ ମତେ କହିଲେ ଆଚ୍ଛା ଆପଣଙ୍କର କୋର୍ସ ତ ସରିଲା ଆଉ ଆପଣ ମୁରଲି ଶୁଣିବେନି ମୁରଲିରେ ମଜା ମୁଁ କହିଲି ଭଉଣୀ ମୁରଲି କଣ ନାଇଁ ଭଉଣୀ ମୁଁ ଆଉ ଆସିପାରିବିନି କାହିଁନା ଘରେ ଜଏଣ୍ଟ ଫ୍ୟାମିଲି ଆଉ ଆସିପାରିବିନି ଆଉ ଛାଡିବେନି ଭଉଣୀ ଆଉ ଭାଇ ଜାଣିଦେବେ ଆଉ ଭାଇ ମାନେ ଭାଇଙ୍କର ପୁରା ଏକଦମ ମୁହାଁମୁହିଁ ମୁଁ ହେଇଯାଏ ଠିକ ଗୋଟେ ଗୋଟେ ଦିନ ଭାଇ ଅଫିସ ମାନେ କାର ର ହର୍ଣ ବାଜିଲା ବେଳକୁ ମୁଁ ମାନେ ଗେଟ୍ ଖୋଲିକି ଜଷ୍ଟ ଭିତରେ ଏଣ୍ଟ୍ରି କରିଥିବି ମାନେ ଯେମିତି କି ଦିଟା ପାହାଚକୁ ଗୋଟେରେ ଚଢିବି ଉପର ମହଲା ବେଡରୁମ ଥାଏ ପୁରା ମାନେ ଦୌଡି ଯେ ଲୁଗାପଟା ଖୋଲିକି ସାଙ୍ଗେ ସାଙ୍ଗେ କବର୍ଡରେ ପୁରେଇ ଦିଏ କାହିଁକିନା ଲୁଗାପଟା ବାହାରେ ବି ପଡିଲେ ଜଣା ପଡିବ ନା କୁଆଡେ ଯାଇଥିଲେ କଣ କଲ କବର୍ଡ ପଛରେ ପଛେ ଧୁଆ ହବ ଯାହା ହବ ସବୁ ଲୁଗାରେ ମିଶୁ ଯାହା ହଉ ଭିତରେ ପୁରେଇକି ମାଡି ଦେଇକି ପୁରା ଆମ ଗୋଡରେ ପାଣି ପକେଇକି ସେ ଗୋଡ ପାଣି ବି ଲାଗିଥିବ ବେଳେ ବେଳେ ଟିକେ ଝୁଲେଇ ଦେଇକି ଗୋଡକୁ ଖଟରେ ପୁରା ଶୋଇଲା ଆକ୍ସନ କରି ଶୋଇପଡେ ଭାଇ ଜାଣିବି ଶୋଇଛି ନା ଶୋଇଛି ଆଉ ଜଣା ପଡିବନି ତ କେହି ବି ଜାଣନ୍ତିନି ବାବା ଛୁପେଇକି ନେଇଯାଏ ଆଉ ଆଣିକି ଛାଡିଦିଏ ଘରେ କେହି ବି ଜାଣନ୍ତିନି ମୁଁ ଯାଉଛି ବୋଲି ଆଉ ତା ଭିତରେ 7 days କୋର୍ସ କମ୍ପ୍ଲିଟ ହେଇଗଲା ବାକି ମୁରଲି ଦିନ ଭଉଣୀ କହିଲାରୁ ମୁଁ କହିଲି ନାଇଁ ଭଉଣୀ ଆଉ ହେଇପାରିବନି ଆଉ ଏତିକି ଇଏ ବହୁତ କଷ୍ଟ ମଷ୍ଟ ପୁଣି ବାହାରିଲେ ଆଉ ତ ହେଇପାରିବନି ମୁଁ କହିଲି ଏଇଥିରେ ତ ମଜା ଆଉ ଆପଣ ତ ମଜା ଟା ନେଇପାରିବେନି ମୁଁ କଣ କରିବି ହେଇ ତ ପାରିବନି ଆଚ୍ଛା ହଉ ଦେଖନ୍ତୁ ଆପଣ କହିଲେ ବୋଲି ଶୁଣି ଭଉଣୀ ସେଇଦିନ ଯାଇଛି ସକାଳୁ ସକାଳୁ ଏମିତି ସବୁଦିନ ଫୋନ ଦେଖେ କିନ୍ତୁ ୟୁଟ୍ୟୁବ ଖୋଲିଛି କିନ୍ତୁ ମୁଁ ଆଉ ମୁରଲି ବୋଲି କେବେ ବି ମୋ ନଜରରେ ଆସିନି ସେଇଦିନ ସେତେବେଳେ ସକାଳୁ କଣ ପାଇଁ ଗୋଟେ ଏମିତି ଆଚ୍ଛା ସାନ ଭାଇ ହ୍ୱାଟସଆପ୍ କଲିଂ କରିଥିଲା ବାହାରେ ଅନସାଇଡ ରୁହେ ତ ତାର ଯେତେବେଳେ ଫୋନ ଟା ରିସିଭ କରିକି ଅଫ୍ କଲି କରିକି ତାପରେ ଯୋଉ ୟୁଟ୍ୟୁବ ର ଯୋଉ ଇଏଟା ବାହାରିଲା ମୁଁ ତାକୁ କ୍ଲିକ କରିଦେଲି ଟିକେ ଦେଖା ଇଚ୍ଛା ହେଲା ଦେଖିବା ପାଇଁ କହିଥିଲେ ସେତେବେଳକୁ ଗାଧେଇବି ନାହିଁ ଖୋଲିଦେଲା ବେଳକୁ ଦେଖିଲା ବେଳକୁ ଆସିଲା ଆଜ କେ ମୁରଲି ହଠାତ୍ ମନରେ ଆସିଲା ସୁନି ଭଉଣୀ ଯୋଉ କହୁଛନ୍ତି ଏଇ ମୁରଲି ଆଜକେ ମୁରଲି କଣ ବୋଲି ଖୋଲିଥିଲି ତାପରେ ଯେତେବେଳେ ମୁରଲି ଶୁଣିଲି ଆଉ ମାନେ ମୁଁ ଗାଧେଇବାକୁ ବି ଯାଇପାରୁନି ବୁଝି ପାରୁନି କିଛି କିନ୍ତୁ ଯାଇପାରୁନି ଆଉ ଏତେ ଭଲ ଲାଗିଲା ଏତେ ଭଲ କଣ କରିବି ତାକୁ କଣ କଲି ସ୍ଲୋ କରିଦେଲି ସାଉଣ୍ଡ ସ୍ଲୋ କରିଦେଇକି ଟାଇମ ହବ ଭାଇ ଖାଇକି ଯିବେ ପୁଅ ସ୍କୁଲ ଯିବ ତ ମୁଁ କଣ କଲି ଆଉ ଗୋଟେ ମାକ୍ସିରେ ଫୋନ କୁ ଉଡେଇକି ନେଇଗଲି ସ୍ଲୋ ସାଉଣ୍ଡ ରେ ଶୁଣି ଶୁଣି ଯାଉଥାଏ ଉଡେଇକି ନେଇକି ବାଥରୁମ ରେ କଳ ଖୋଲି ଦେଇକି ପୁଣି ଫୋନ ର ସାଉଣ୍ଡ ଟାକୁ ଟିକେ ବଢେଇ ଦେଇକି ସେଠି ଶୁଣିଲି ଶୁଣିକି ଯେତେବେଳେ ଟାଇମ ଲାଗିବ ନା ଭାଇ କହୁଛନ୍ତି କଣ ବାଥରୁମ ଆଜି ଲେଟ୍ ହଉଛି ହଁ ଠିକ ଅଛି ଟିକେ ଲେଟ୍ ହଉଛି ଏମତି ଭାଇଙ୍କୁ ଭିତରୁ ଆବାଜ ଦେଇକି ମୁରଲି କମ୍ପ୍ଲିଟ ହେଲା ପାଣି ଢାଳିକି ଗୋଟେ ଥର ବାସ୍ ପୋଛି ହେଇକି ପଳେଇ ଆସିଲି ମୁରଲି ଶୁଣିଦେଲି କମ୍ପ୍ଲିଟ ତାପରେ ତ ମାନେ ଏଇ ଯୋଉ ମୁରଲି ମତେ ମାନେ ମନରେ ଆସିଲା ତ ଏଇ ମୁରଲି ବୋଧେ ଆଉ ନହେଲେ ଏଇ ମୁରଲି କାହିଁକି ଆଜି ଆସିଲା ଆଉ କିନ୍ତୁ ବୁଝି ପାରୁନି କିଛି ବି ମୁରଲିର କିନ୍ତୁ ଭଲ ଲାଗୁଛି ତାପରେ ପଳେଇଲେ ଆଉ ଯୋଉ ଭଉଣୀ କହିଥିଲେ ମୁରଲି ର ମଜା ସେଇ ଡେ ୱାନ ର ମୁରଲି ଆଜି ପର୍ଯ୍ୟନ୍ତ ଆଉ ମୁରଲି ଗୋଟେ ଦିନ ବି ମୁରଲି ବିନା ଯେମିତି କି ରହିବା ଆଉ ଅସମ୍ଭବ ହେଇ ପଡିଲା ସେଇ ଗୋଟେ ଦିନ ମୁରଲି ଯାଇ ଶୁଣିଲି ତାପରେ ସଟରଡେ ସଣ୍ଡେ ଭାଇ ସେଣ୍ଟ୍ରାଲ ଗଭର୍ଣମେଣ୍ଟ ଏମ୍ପ୍ଲୟି ତମେ ସଟରଡେ ବି ଛୁଟି ସଣ୍ଡେ ବି ସମସ୍ତଙ୍କର ସଣ୍ଡେ ଛୁଟି ଭାଇଙ୍କର ତ 2 ଦିନ ଛୁଟି ସଟରଡେ ହେଲା ଭାଇ ସେତେବେଳକୁ ଟିକେ ଟିକେ ଜାଣିଲେଣି କଣ ଏମିତି କଣ କଥା ପଟପଡୁ ପୁଅର ପାଟିରୁ ବାହାରିଗଲା ମୁଁ କହିଲି ହଁ ଟିକେ ଏମିତି ଯାଇଥିଲି ମୁଁ କହୁନଥିଲି ଟିକେ ଯିବି ବୋଲି ଟିକେ ଯାଇଥିଲି ଆଉ ଭାଇ ଆଉ ଜାଣିନାହାନ୍ତି ଯେ ମୁଁ ରେଗୁଲାର ଯାଉଛି ତାପରେ ଯେମିତି ସଟରଡେ ହେଲା ଭାଇ ରହିଲେ ଘରେ ଯେତେବେଳେ ମୁଁ ବାହାରେ ଭାଇଙ୍କର ଟିକେ ଆସିଲା ବିଘ୍ନ ହଁ ଟିକେ କହିଲେ କି ଟିକେ ମାନେ ଷ୍ଟ୍ରଙ୍ଗ ଥିଲା ଭଏସ କି ଛାଡି ଦିଅ ତାକୁ ଯୁଆଡେ ଯିବାକୁ ଚାହୁଁଛି ଛାଡିଦିଅ ହେଲେ ମୁଁ ତା ଆଗ ଦିନ ଆଉ ଏଇଠି ଗୋଟିଏ କଥା କହିବି କି ମୁରଲିର ଯେତିକି ବି ପୁରୁଷାର୍ଥରେ ଯେତିକି ବି ଆଜି ଆଗକୁ ଆସିଛି ଆତ୍ମା କେବଳ ମୁରଲି ହିଁ ମତେ ମାନେ ସବୁ ଇଏରେ ଯେମିତି ମୁରଲି ମାନ ବାବା ତେଣୁ ଏଇ ମୁରଲି ହିଁ ସବୁ କ୍ଷେତ୍ରରେ ମତେ ମୁରଲିର ପଏଣ୍ଟ ମୁରଲି ହିଁ ମତେ ସହଯୋଗ ଦେଇଛି ତ ତା ଆଗ ଦିନ ମୁରଲିରେ ମୁଁ ଶୁଣିଥିଲି ଯଦି ଗୋଟେ ପାଦ ଆମେ ଆଗକୁ ବଢେଇବା ତାହେଲେ ବାବା 1000 କଦମ ଦବ ଯେତେବେଳେ ଭାଇ ଟିକେ ଷ୍ଟ୍ରଙ୍ଗଲି କହୁଥାନ୍ତି ଲାଗିଲା କାହିଁକିନା ସେତେବେଳେ ତ ନୂଆ
ଏ ଆତ୍ମା। ତେଣୁ ଆଖିରୁ ଲୁହ ବୋହି ଯାଉଥିବ, ଗୋଟେ କାନ୍ଥ କୋଣକୁ ଠିଆ ହେଲି, ଭାବିଲି ସେଠି ତ ବାବାର ମୁରଲି ମନେ ପଡିଲା। ବାବାର ମୁରଲି ମନେ ପଡିଲା କି ଗୋଟେ ପାଦ ଆଗକୁ ବଢେଇବି, ତ ସେଇଠି ଆଉ ମୁଁ କିଛି ବି କୁଆଡକୁ ଅନେଇନି। ଆ ଚାଲିଲି। ମୁଁ କହିଲି ନା, ମତେ ଯିବାକୁ ହବ, ଆଜି ଯଦି ରହିଯିବି ମୁଁ ଆଉ କେବେ ଯାଇପାରିବିନି। ତ ପୁଅକୁ କହିଲି କି ନେଇଯା ମତେ। ଗଲି, ସାହସର ସହିତ ପଳେଇଲି। ବାସ୍ 2-4 ଦିନ ଭାଇ କଥାବାର୍ତ୍ତା କଲେନି, ଟିକେ ରହିଲେ, କିନ୍ତୁ ମୋର ଡ୍ୟୁଟି ମୁଁ କରି ଚାଲିଲି। ଖାଇବା ପିଇବା ଯେମିତି ଯାହା ଆଜ ୟୁଜୁଆଲ ଚାଲିଲା। ତ ବାକି କଣ, ଭାଇ ତାଙ୍କର ନର୍ମାଲ ହେଲେ। ସେଇ ପରଠୁ ଆଉ କେବେ ଏମିତି ଭାଇ କୁହନ୍ତି। ତ ଆଉ ଗୋଟେ ଥର ଏମିତି ଭଉଣୀ ଯେହେତୁ ମୁରଲି ଯାଉଥିଲି, ତ ଭଉଣୀଙ୍କୁ ବି ଥରେ ଯେତେବେଳେ କହିଦେଲେ ଭଉଣୀଙ୍କ ନାଁ ନେ, ମତେ ବହୁତ ସେଦିନ କଷ୍ଟ ହେଇଥିଲା। କାହିଁକି ନା ମୁଁ ଜାଣିଲି ନା, ଏ ମାନେ ଭଗବାନ ମୁରଲି କଣ, ମାନେ ସିଏ ଯେତେବେଳେ ଭିତରକୁ ଭେଦିଲାଣି, ଆଉ ତ ମାନେ ସେ ଲାଇନ କୁ ଯୋଉ ବି ନିମିତ୍ତ ଆତ୍ମା ବନିଛି ଆଣିବାରେ, ତାକୁ ବି କହିଲେ ବି ତ କଷ୍ଟ ହବ ନା। ତେଣୁ ଭାଇ ଗୋଟେ ଥର ଭଉଣୀ ପଚାରିଥିଲେ ମତେ, ଏମିତି ହସିଲା ହସିଲା, ଆଉ ଭାଇ କିଛି ରାଗୁନାହାନ୍ତି। ତେଣୁ ମତେ ଆଖିରେ ଲୁହ ଆସିଲା। ମୁଁ ପୁଣି କହିପାରିବିନି, ଭାଇ ଏମିତି ଆପଣଙ୍କୁ ନେଇକି ରାଗି ଯାଉଛନ୍ତି, କହି ଦଉଛନ୍ତି, କଣ କହୁଛନ୍ତି। ତ ପୁଣି ଭାଇ ଟିକେ ଏମିତି କହିଦଉଛନ୍ତି ରାଗିକି ଆପଣଙ୍କୁ, ଯେ ଆପଣ ହିଁ ସବୁ ଏ ସବୁ କରୁଛନ୍ତି। ନା ବଢିଆ ବଢିଆ, କିଛି ନାହିଁ, ଆପଣ ମୋଟେ ବ୍ୟସ୍ତ ହୁଅନ୍ତୁନି, ବଢିଆ। ମୁଁ ସେଦିନ ଜାଣିପାରିଲିନି କି ଭଉଣୀ କାହିଁ କହୁଛନ୍ତି ବଢିଆ। ଆଜି ମୁଁ ଜାଣୁଛି କି ବାବା କହୁଛି ମୋ ପାଇଁ ଶୁଣିକି ତ ଦେଖ। ହଁ, ତେଣୁ ଆମେ ସମସ୍ତେ ଶୁଣିବା, ଶୁଣିବାକୁ ପଡିବ, ଆଉ ଶୁଣିଲେ ବି ବହୁତ ଖୁସି ହବା। କାହା ପାଇଁ ମୁଁ ଶୁଣୁଛି, କଣ ପାଇଁ ମୁଁ ଶୁଣୁଛି, ମୋର ସେ କିଏ, ମୋର ତା ସହିତ ସମ୍ପର୍କ କଣ। ଏଇନା କଣ, ଆମେ ଯେତେବେଳେ ବାବାକୁ ପାଇନଥିଲେ, ଆପଣଙ୍କୁ କଣ ଲାଗୁଥିଲା, ଏଇ ପୁଅ ଝିଅ ପାଇଁ ସାରା ସବୁ ମୁଁ ଦେଇଦେବି। ହଁ, ସ୍ଵାମୀକୁ ତ ଛାଡ, ପୁଅ ଝିଅ ପାଇଁ ସବୁ ନିଛାବର କରିଦେବି। ମୋ ସମୟ, ମୋର ରୋଗରେ ପଡିଥିଲେ ବି ମା କଣ କରେ, ଆଣ୍ଠି ପେଟେଇକି ଯାଏ ମୋ ପିଲା ପାଇଁ ଟିକେ ରାନ୍ଧିଦିଏ, ଖାଇବାକୁ ଦେଇଦିଏ। ମୋ ପିଲା କଣ ଉପାସ ରହିବ। ଠିକ ସେମିତି ବାବା ପାଇଁ ଆମକୁ ଏଇନା କଣ ଲାଗୁଛି, ଯାହା ପଛେ ହେଇଯାଉ। ଯେତେବେଳେ ଭଗବାନ ମିଳିଲା, ତାପରେ ଦୁନିଆର ଆଉ ସବୁ କିଛି ଆମକୁ ମାନେ ତୁଚ୍ଛ ଲାଗୁଛି ନା। ତ ଯାଇଛି ସେଇଦିନ। ଆଉ ବାକି ଭଉଣୀ ଏତିକି ତ ରହିଲା ମୋର ନଲେଜ ବିଷୟରେ। ବେଶୀ ଏଲାବୋରେଟ କଲେ ପୁଣି ସମସ୍ତଙ୍କର ଟାଇମ ହେଇଯିବ। ବାକି ଥିଲା ଅନୁଭବ ମୋର, କି ଯୋଉ 5 ମହଲା ଚଢୁଥିଲି, ପୁଅର ଅପରେସନ ଥିଲା 2 ବର୍ଷ ତଳେ, ଉତ୍କଳ ହସ୍ପିଟାଲ। ତ ସେଠି 5 ମହଲା, ତ ଯୋଉ ପୁଅର ଅପରେସନ ପରେ ଭାଇ କହିଲେ କି ଯିବା ପାଇଁ ପୁଅ ସାଙ୍ଗରେ, ମାନେ ବେଡ ଯିବ, ବେଡ ସହିତ କାହିଁକିନା ଅପରେସନ ହେଇଥିଲା ତ ଚାଲିବନି, ତେଣୁ ବେଡ ସହିତ ଜଣେ ଯିବ, ଆଉ ତାଙ୍କର ସିଟି ସିଷ୍ଟମ ଜଣେ ହିଁ ରହିବ ପେସେଣ୍ଟ ପାଖରେ। ତ ଭାଇ କହିଲେ ଯିବା ପାଇଁ। ମୁଁ କହିଲି ମତେ ଡର ବହୁତ ଲିଫ୍ଟରେ ଯିବା ପାଇଁ। କଣ ପାଇଁ କି, ଲିଫ୍ଟ ଟା ଯୋଉ ଫାଷ୍ଟ ଷ୍ଟାର୍ଟିଂ ହୁଏ, ମୁଁ ଟିକେ ଭୟ ଲାଗେ ମତେ ଉଠିବା ଇଏଟା। କିଏ 2-4 ଜଣ ନଥିଲେ ମୁଁ ଏକୁଟିଆ ମୋଟେ ବି ଯାଏନି। ମୁଁ ଆଉ କିଛି ନ କହି ଚାଲିଗଲି, କିନ୍ତୁ ବଡ ଭାଇ ଥିଲା, ଲୌକିକ ବଡ ଭାଇ, ତାକୁ ପଠେଇଦେଲି। ଯେତେବେଳେ ଭାଇ ଆସିକି ଦେଖିଲେ, ପୁଣି ଲିଫ୍ଟ ପାଖରେ ମୁଁ ବସିଛି, କାହିଁକି ଯାଇନୁ, ମୁଁ କହିଲି ମତେ ଡର ଲାଗିଲା, ମୁଁ ଗଲିନି, ଭାଇ ପଠେଇଦେଲି। ଭାଇ ଟିକେ ଚିଡଚିଡା ଭଳିଆ ହେଇକି କିଛି ଆଉ କହିଲେନି, ଭାଇ ବି ପଳେଇଲେ। ଭାଇ ଏକା ପଳେଇଲେ, ମତେ ବି ନେଲେନି, ପଳେଇଲେ। ତ ଯେତେବେଳେ ପଳେଇଲେ, ମତେ ତ ସେତେବେଳକୁ ହେଇଗଲାଣି ମାନେ 2 ବର୍ଷ ହେଲେ ମୋର ନଲେଜ ହେଇଯିବ 6 years ସମଥିଙ୍ଗ। ତେଣୁ ମତେ ଯେତେବେଳେ ବାବା ଉପରେ ପୁରା 100% ଫେଥ, ତେଣୁ ମୁଁ ଆଉ କିଛି ବି ହଲଚଲ ହେଇନି, ମତେ ବି କିଛି ଅସର ପଡିଲାନି। ଭାଇ ପଳେଇଲେ, ମୁଁ ଏକୁଟିଆ ଏତେ ବଡ ହସ୍ପିଟାଲ କିଛି ଜାଣିନି, ବସିଲି ସେଇଠି। ଯୋଉଠି ଲିଫ୍ଟ ର ଆଟେଣ୍ଡାଣ୍ଟ ଯୋଉ ଠିଆ ହେଇଥାନ୍ତି, ୱାଚମ୍ୟାନ ଲେଡି ଜଣେ ଥିଲେ, ତ ମୁଁ ସେଇଠି ବସିଲି, ଆଉ କହିଦେଲି ସାଙ୍ଗେ ସାଙ୍ଗେ ବାବାକୁ କି ବାବା ମତେ କିଛି ଖରାପ ଲାଗୁନି, କିନ୍ତୁ ମୁଁ କେମିତି ଯିବି, ଆଉ ତୁ ତ ଜାଣିଛୁ, ଆଉ ମୁଁ କେମିତି ଯିବି, ମତେ ଡର ଲାଗୁଛି, ମୁଁ ଯାଇପାରୁନି ଏକୁଟିଆ ଲିଫ୍ଟରେ, ଆଉ ମୁଁ କେମିତି ଯିବି ତୁ ଜାଣିଛୁ। ଆଉ ଏତିକି କହିକି ମୁଁ ବସିଲି, ମୁଁ ବି ରିଲାକ୍ସ ବି ଥାଏ। 2 ମିନିଟ ଯାଇନି, ସେ ଯିଏ ଆଟେଣ୍ଡାଣ୍ଟ ଥିଲେ ଲେଡି ଜଣ, ସିଏ ଆସିଥିଲେ, ମ୍ୟାଡାମ ଆପଣ କୋଉଠିକି ଯିବେ, କହିଲି ନାଇଁ ଏମିତି ପୁଅର ଅପରେସନ ହେଇଛି ତ, ମୁଁ ଟିକେ ଗଲିନି, ମତେ ଟିକେ ଭଲ ଲାଗେନି ଲିଫ୍ଟରେ ଏକୁଟିଆ ଯିବା ପାଇଁ। ତାଙ୍କ ସାଙ୍ଗରେ ଏମିତି ଟିକେ କଥାବାର୍ତ୍ତା କଲି। ସେଇଠୁ ସେ କହିଲେ ଆଚ୍ଛା ଆପଣ ଯିବେ, ଏଇଠି କେତେ ଜଣ ମୁଁ ଛାଡିଦେବି ଆପଣଙ୍କୁ। ମୁଁ କହିଲି ନାଇଁ ନାଇଁ, କିଏ ଦେଖିବା କେମିତି ଯିବା ଆଉ। ମୁଁ କହିଲି ନାଇଁ ନାଇଁ, ଆପଣ ଡ୍ୟୁଟି ଛାଡିକି ଯିବେ ନା, କିଛି ନାହିଁ, ଆଚ୍ଛା ଠିକ ଅଛି, ଆଉ କିଏ ଆସିଲେ ଆପଣ ଯିବେ। ତ ଆଉ ଜଣେ ଆସିଲେ, ସେ ମତେ ନିଜ ଆଡୁ ଡାକିଲେ, କହିଲେ ଆପଣ ଯିବେ, କେତେ ମହଲା କୁ ଯିବେ, ମୁଁ କହିଲି 5 floor, ଆସନ୍ତୁ। ମୁଁ କହିଲି ଆପଣ କେତେ ଫ୍ଲୋର କୁ ଯିବେ, ନା ମୁଁ 4 ଫ୍ଲୋର କୁ ଯିବି, ଆସନ୍ତୁ ଆପଣଙ୍କୁ ଛାଡିଦେବି।
ତ ସିଏ ମତେ ଡାକିଲେ, ନିଜେ ଡାକିଲେ ଆଉ ଛାଡିଲେ। ତାମାନେ କଣ ବାବା ହିଁ କାହା ଦ୍ଵାରା ବାବାକୁ ଯେତେବେଳେ ସମର୍ପି ଦେଲେ, କାହା ଦ୍ଵାରା ହିଁ ତ ବାବା ନିମିତ୍ତ ବା ନିମିତ୍ତ ଆତ୍ମା ଦ୍ଵାରା ତ କରେଇବ ନା। ତ ଗଲି ଭାଇ ଦେଖିକି କାବା ହେଇଗଲେ, କେମିତି ଆସିଲୁ? ମୁଁ କହିଲି ଆସିଲି, ମତେ ସେ ମ୍ୟାଡାମ ନେଇ ଆସିଲେ। ମତେ ଆଉ କିଛି କହିଲେନି। ତାପରେ ପ୍ରତିଥର ମୁଁ ଆଉ ଲିଫ୍ଟରେ ଆସିଲିନି। ମୋ ବାବାକୁ ଥରେ କହିଲି ମୁଁ ସିଡି ବି ଥାଏ, 2 ଥର 3 ଥର ତଳ ଉପର ହବାକୁ ପଡୁଥାଏ କଣ ପାଇଁ। ମୋ 5 ମହଲା ସିଡି ଏମିତି ପୁରା ଉପରୁ ତଳକୁ ଆସୁଥାଏ, ଡେଲି ଆସୁଥାଏ, କିନ୍ତୁ କିଛି ବି ମୋ ଗୋଡ ବି ଯାଉଥାଏ। ପୁଣି ରାତିରେ ବ୍ୟାକ୍ କରେ, ଘରେ ରୋଷେଇ କରେ, ସବୁ କିଛି ବି ଟିକେ କାଟେନି। କିନ୍ତୁ ଘରେ ଏମିତି 2 ମହଲା ସିଡି ଅପ୍ ଡାଉନ୍ ହେଲେ ରାଇଟ୍ ସାଇଡ୍ ର ଗୋଡର ଗୋଇଠି ପାଖରେ ବହୁତ ପେନ୍ ହୁଏ। ବେଶୀ ଥର ଟିକେ ଏପଟ ସେପଟ ହୁଏ। କିନ୍ତୁ बिल्कुल ଟିକେ ବି କାଟୁନଥିଲା। ସେଇଠି ହିଁ ଭାବିଲି कि जो बाबा जो कହୁची हर कर्म करने से पहले मुझे याद करो। हाँ, तो ଯେତେବେଳେ ସିଡି ଚଢିବି ବାବାକୁ ୟାଦ କରିକି ଆସି, ବାବାକୁ କହିକି ଆସି, ପୁଣି ଉପରକୁ ଉଠିଲା ବେଳକୁ ପୁଣି ବାବାକୁ କହିକି ଯାଏ। ଟିକେ ବି ପେନ୍ ହେଇନି। ଇଏ ଥିଲା ଗୋଟେ ଅନୁଭବ। ବାକି ଆରଥର ବି କହିଥିଲି କେମିତି କାଟୁଥିଲି, କେମିତି ପଢିଲି, ବଣସ କଠା କାଟୁଥିଲି ଆଉ ମୁରଲି ଶୁଣୁଥିଲି। ଏମିତି ହାର୍ଟ ଟଚିଂ ପଏଣ୍ଟ ଗୋଟେ ଥିଲା, ଯୋଉଟା କି ଆଖିରୁ ଲୁହ ବୋହିଲା, ପନିକି ଉପରେ ପଡୁଥାଏ ଲୁହ। ମୁଁ ଉଠିଯିବି ତରକାରୀ କରିବା ପାଇଁ, କଣ ସେ ପଣସ କଠା ଧରିଛି ହାତରେ, 2 ହାତ ପୁରା ଅଠା, ପଡିଲି ରୋଷେଇ ଘର ଫ୍ରଣ୍ଟରେ, ଆଉ ଯୋଉ ପୁରା ଏକଦମ ସ୍ଲିପରି ଟାଇଲ, ତାପରେ ପଡିଲି। ଯୋଉ ଡିରେକ୍ସନରେ ମୁଁ ପଡିଲି, ମୁଁ ଅପୋଜିଟ ଡିରେକ୍ସନରେ ବସିଛି। ଆଉ କେମିତି ବସିଛି ମୁଁ ବି ଜାଣିନି, କିନ୍ତୁ ଆଣ୍ଠୁଟା ମାଡ ହେଇଛି, ଯୋଉଟା କି ପୁରା ଏତେ ମାନେ ବହୁତ ମାନେ ଡବଲ ଫୁଲି ଯାଇଛି ଆଣ୍ଠୁର, ଡବଲ ଟ୍ରିପଲ ହେଇଯାଇଛି ଆଣ୍ଠୁ। ଆଉ ପାଟିରୁ ସାଙ୍ଗେ ସାଙ୍ଗେ ବି ବାହାରିଛି ବାବା ପଡିଛି, ଯେତେ ଯେତେ ଜୋର ପଡିଛି ବାହାରିଛି। ତାପରେ ମୁଁ ଡାକୁଛି, ଆମର ସର୍ଭେଣ୍ଟ କାମ କରୁଥିଲା, ତାକୁ ଡାକିଲି, ତ ସେ ଉଠେଇଲା, ସାନ ଯାହାକା ଆସିକି ଉଠେଇଲେ। କିନ୍ତୁ କହିଲେ କେମିତି ପଡେ, ସେମାନେ ବି ଆସୁଛନ୍ତି, କେମିତି ପଡିଲା ଆପଣ ତ ଏମିତି, ସେମାନେ ଦେଖିଲା ଆପଣ ତ ଏମିତି ଆସିଲେ, ଆପଣ ଏମିତି ପଡିବା କଥା, ଆପଣ ବସିଛନ୍ତି କିନ୍ତୁ। ମୁଁ ଜାଣିନି, ମୁଁ ତ ହାତ ତ ଅଠା, ଆଉ ମୁଁ ତ ବସି ପାରିବିନି ହାତ ନଦେଲେ। ମୁଁ ନିଜେ କେମିତି ଅପୋଜିଟ ଡିରେକ୍ସନ କେମିତି ବସିଛି ମୁଁ ବି ଜାଣିନି, କିନ୍ତୁ ଆଣ୍ଠୁ ଫୁଲିକି ପୁରା ଏତେ ଟ୍ରିପଲ ଆଣ୍ଠୁ ହେଇଛି। କିନ୍ତୁ ମୁଁ ଗଲି, ତାପରେ ରୋଷେଇ କଲି, ସବୁ ମୁରଲି ଶୁଣୁଥାଏ। ମୁରଲି ତ ଅଧା ହେଇଥାଏ କାନରେ, କର୍ଡଲେସ ଟା ଥିଲା ଯେହେତୁ ପଡିନି ଇୟର କଡ। ଆଉ ରୋଷେଇ କଲି, ପୁଣି ଉପର ମହଲା ବେଡରୁମ ଉପର ମହଲାକୁ ଗଲି। ଫୁଲିଛି ଆଣ୍ଠୁ ବହୁତ ଦିନ ଯାଇ ଫୁଲା ଥିଲା। ଦରଜ ମାନେ ଏକଦମ ମାନେ ପୁରା ଯେମିତି କି ଟିକେ କିଛି ବି ମାନେ ସେ ମାନେ ଜଣା ବି ପଡୁନଥାଏ। ଯେମିତି ମାନେ ଫିଲ୍ କରିବେ ଆପଣ, ମାନେ ଦେଖିବେ ଯେମିତି ଫ୍ରାକ୍ଚର ହେଲେ ଯେମିତି ଫୁଲେ ସେମିତି, କିନ୍ତୁ ପେନଲେସ୍। ଦେଖନ୍ତୁ କେତେ ମାନେ ବାବାକୁ, ବାବାର ୟାଦ ରେ ରହିଲେ କେତେ, ଆମ ବାବା ୟାଦ ରହିଲେ ବାବା ଘରେ ରହିଲା ନା। କର୍ମ ତ କରିଛି ମାନେ ସେଇ ଟାଇମ ରେ ଡାହାଣ ଆଣ୍ଠୁ ମାନେ ଡାହାଣ ଆଣ୍ଠୁ ହିଁ ଭୋଗିବ। हाँ, तो बाबा कुछ कर्मर तो हिसाब किताब बाबा तो किसी परिपारे, लेकिन बाबा तरीका कौन बदलुची कि हर कर्म करने से पहले मुझे याद कर। यदि बाबा को मु याद कली, बाबा को मने पकेली, बापा को मने पकेली, कौन बापा संगरे जाउछंदी, छोट पिलाटे जाउ जेतबेले कादुओ पंक बा କିଛି ବି ମାନେ ଖାଲ ଢିପ ଆସିଲା, ବାବା କଣ କାନ୍ଧରୁ ଧରିକି ଟେକି ନିଅନ୍ତି କି ସେଟାକୁ ପାର କରିଦବା। ହଁ ଠିକ ସେମିତି ବାବା ଆମକୁ କଣ କରୁଛି, ପାର କରିଦଉଛି। କିଛି ବି ଅସୁବିଧା ହେଲା ବେଳକୁ ଟିକେ ଯୋଉଟା ଭୋଗିବାକୁ ଥିଲା ଭୋଗିଲେ, ଟିକେ ଏକଦମ ଟିକେ, କାହିଁକିନା କରିଛୁ ନା, ସେଇ ଟାଇମ ଆସିଲା ତ ସେଇ ଟାଇମରେ ଭୋଗିବାକୁ ପଡିବନି। କିନ୍ତୁ ବାବା ସାଙ୍ଗରେ ଆରାମସେ ପାର ହେଇଗଲା। ମୁରଲିର ପ୍ରତିଟି ପଏଣ୍ଟ, ପ୍ରତି ଥରର ଯେମିତି ମତେ ଅନୁଭବ କହିଲେ, ମୁଁ ତ କହିବି ଆତ୍ମା କହିବ ମୁରଲି। ଆଉ ଗୋଟେ ଥର ବାଲି ସେ ସେଣ୍ଟର ଯାଇଥାଏ, ଗୁରୁବାର ଦିନ ସେଦିନ ଥାଏ ଆମର ଭାଇ ସିନିୟର ସିଟିଜେନ ରେ, ଆମର ଶାଶୁଘର ପାଖରେ ମନ୍ଦିର, ନାଗେଶ୍ଵର ମନ୍ଦିର ଥିଲା। ଆମର ବହୁତ ଦିନରେ ଏଇ ଆତ୍ମା ଇଚ୍ଛା କଲା ଭାଇଙ୍କୁ, ସେ ଯିଏ ଭାଇ କୋର୍ସ କରୁଥିଲେ, ଭାଇ ଆଉ ସେଇଠି ଅନ୍ଦରପୁରରେ ସେବା କଲେ ଭଲ ହୁଅନ୍ତିନି? ଭାଇ କହିଲେ ଆଚ୍ଛା ହଉ କରିବା। କିନ୍ତୁ ଭାଇ ହଠାତ୍ କିଛି ବି କହିନାହାନ୍ତି, ମାନେ କୋର୍ସ କରିବାର 2-4 ମାସ ଖଣ୍ଡେ ବୋଧେ ଯାଇଥାଏ, 3 ମାସ ଖଣ୍ଡେ ହେଇଥାଏ। ତ ହଠାତ୍ ଭାଇ ପର୍ଚି ଇଏ କରିକି ଆମେ ସବୁ ପର୍ଚି ବାଣ୍ଟିବା ପାଇଁ, ରୋଜାଲିନ ଭଉଣୀ, ମୁଁ, ରୋଜାଲିନ ଭଉଣୀ ସେବା କରିବାରେ ପୁରା ଏକଦମ ଯେମିତି କୁହନ୍ତି ମାହିର। ଭଉଣୀକୁ କୁହା ହେଇଥିବ ଭଉଣୀ କିଛି ଲେଖିବେ ପର୍ଚିରେ, ଭାଇ ଆମକୁ କୋଉ ଇନଷ୍ଟ୍ରକ୍ସନ ଦେଇଛନ୍ତି, କୋଉ ପ୍ଲେସ କଣ, କୋଉ ଟାଇମ, କଣ କଣ ଲେଖା ହବ, ଭଉଣୀ ଲେଖିବେ, ଲୌକିକ ପୁଅ ଯାଇକି ସୋମୁ ଭାଇ ଯାଇକି ଆଣିବେ। ଏମିତି ହେଇକି ପର୍ଚି ସବୁ ଆରେଞ୍ଜ କରିକି ଆମେ ପର୍ଚି ସନ୍ଧ୍ୟା ବେଳେ 4ଟା ବେଳେ କାମ ଦାମ ସାରିକି ଆମେ ଯାଉ। ପୁଣି ମୁଁ ଆଉ ସବୁ କେତେ ଆତ୍ମା ଆମର ଥିଲେ, ସବୁ ଆମେ ମିଶିକି ଯାଉ। ସେବା ହେଲା ପରେ ବାହାରିଲେ, ଆମର ଆତ୍ମା ବାହାରିଲେ କିଛି, ସେତେବେଳେ ସିନିୟର ସିଟିଜେନ ମାନେ ଯୋଉ ଆମର ଅନ୍ଦରପୁରରେ, ସେଠି ସିନିୟର ସିଟିଜେନ ଭାଇ ମାନେ ସବୁ ବୁଢା ଭାଇ ମାନେ ସମସ୍ତେ କ୍ଲାସ କରୁଥିଲେ ସେଠି। ସେତେବେଳେ ମୁଁ ସୋନି ଭଉଣୀଙ୍କ ଘରେ କ୍ଲାସ ହେଲା, କିଛି ଦିନ ଲଳିତ ଭାଇ କରୁଥିଲେ ମତେ କ୍ଲାସ, ତାପରେ ରୋଜାଲିନ ଭଉଣୀଙ୍କ ଘରେ କିଛି ଦିନ ହେଲା।
ତ ଭାଇ କହିଲେ ସିନିୟର ସିଟିଜନ ଆପଣଙ୍କ ଘର ପାଖରେ ସେଠି କ୍ଲବ ଅଛି। ମୁଁ କେତେବେଳେ କିଛି ବି ଜାଣିନି। ଘର ସାହି ଏବେ ବୋହୁ ନା ତେଣୁ ମୁଁ କୋଉଠି କଣ କିଛି ତ ଜଣା ନାହିଁ, କୁଆଡେ ବି ଯିବା ଆସିବା ନାହିଁ। ତ ଭାଇ କହିଲେ କି ଆପଣ ସେଇଠି କ୍ଲାସ କରନ୍ତୁ। କିନ୍ତୁ ଫାଷ୍ଟ ଟିକେ ସାହସ ହେଲାନି। ସିନିୟର ସିଟିଜନ ସବୁ ବୁଢା ସାହିର କିଏ କିଏ ଯାଉଥିବେ। ଆଉ ଶାଶୁ ଘରେ ଶ୍ୱଶୁର ଅଛନ୍ତି। ତ ଜାଣିଲେ ଭାଇ ବି ଏଗୁଡା ତାଙ୍କ ଘରେ ଆଲାଉ ନାହିଁ, ବୋଉ ଯାଇକି କୋଉଠି ଯିବ ବସି। ତ କେମିତି ଯିବି ମୁରଲି କେମିତି ଶୁଣିବି। ତ ସେଇ ଟାଇମ ଭିତରେ ଗୋଟେ ଦିନ ସାହସ କଲି। ତ ଭଉଣୀ କହିଲେ ଆପଣ ଥରେ ଯାଇକି ଦେଖନ୍ତୁ। ଭଉଣୀ ସବୁବେଳେ ପ୍ରତି ପାଦେ ପାଦେ ନିମିତ୍ତ ଆତ୍ମା, ବାବାର ନିମିତ୍ତ ଆତ୍ମା ପ୍ରତି ପାଦେ ପାଦେ ଭଉଣୀ ଗାଇଡ କରୁଥାନ୍ତି। ଭଉଣୀ କହିଲେ ଆପଣ ଥରେ ଯାଆନ୍ତୁ, ଆପଣ ଟ୍ରାଏ କରନ୍ତୁ, କଣ ଅସୁବିଧା ହଉଛି। ଟ୍ରାଏ ନ କରିକି ଆପଣ ବସିଗଲେ କଣ ହବ, ଇଏ ହବ। ହବ ବୋଲି ସଂକଳ୍ପ ଚାଲିଲେ ହବ, ଆପଣ ଯାଆନ୍ତୁ। ତ ମୁଁ ଥରେ ଭାଇଙ୍କୁ କହିକି ମୁଁ କହିଲି ଏଇଠି ମୁରଲି ଶୁଣାଯାଉଛି ତ ଟିକେ ଯିବି। ତ ଭାଇ କଣ ଯିବି, ଏତେ ବଡ ବଡ ଲୋକଟା ବସୁଛନ୍ତି, କଣ ଯିବୁ ଯିବୁ କହୁଛୁ। ଟିକେ ସେଦିନଟା ରହିଗଲି ଟିକେ, ଭାଇ ରାଗୁଛନ୍ତି ଆଉ ଯାଇପାରିବିନି। ଆଉ ଥରେ ଟ୍ରାଏ କରନ୍ତୁ। ପୁଣି ସବୁବେଳେ କହିବେ ଥରେ ଯଦି 2 4 8 ଦିନ ଗଲେ ଆଉ ଥରେ ଟ୍ରାଏ କରନ୍ତୁ। ଠିକ ଅଛି ମୁଁ ଟିକେ ଯାଇକି ଆସିବି ପ୍ଲିଜ। ହଁ ତ ଭାଇ ଭାଇ ଭଉଣୀ ସବୁବେଳେ ଟ୍ରିକ ଦିଅନ୍ତି କେମିତି ଭାଇଙ୍କୁ ମୋଲ୍ଡ କରିକି ଆପଣ ଯିବେ। ଆପଣ ଭଲ ଖାଇବା ବନେଇକି ଦିଅନ୍ତୁ। ହୁଁ, ଆପଣ ତାଙ୍କୁ ପ୍ୟାରରେ କଥାବାର୍ତ୍ତା କରନ୍ତୁ। ତାଙ୍କୁ ମାନେ ଇଏ ଏମିତିରେ ତ ଆର୍ଗୁମେଣ୍ଟର ହିଁ ନଥାଏ ଆତ୍ମାର। ତ ଆପଣ ଏସବୁ ଟ୍ରିକ୍ ଆପଣଙ୍କୁ ମାନେ ଫଲୋ କରନ୍ତୁ। ତ ସେଇ ଆତ୍ମା ପୁଣି ଭଉଣୀଙ୍କର ପ୍ରେରଣାରେ ତ ଏସବୁ ଧୀରେ 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 ଭାଇଙ୍କୁ ବହୁତ ପୋଲାଇଟଲି କହି ଟିକେ ଯିବି ପ୍ଲିଜ, ଟିକେ ଆଜି ଗୋଟେ ଦିନ ଛାଡ, ଏମିତି କହି କହି ଗୋଟେ ଦିନ ବାହାରିଲି। ଯୋଉ ଗୋଟେ ଦିନ ବାହାରିଲି ତ ସେଇ ଦିନଠୁ ଆଉ ବନ୍ଦ ହେଇପାରିଲିନି। କାହିଁକି ନା ଭଉଣୀ ଯୋଉ କହୁଥିଲେ ବାରମ୍ବାର ଯେ ଆସିବ ପ୍ରୋବ୍ଲେମ ଆସିବନି ନୁହଁ, ବାବାକୁ ପାଇଲେ ଭଗବାନଙ୍କୁ ପାଇଲେ ପ୍ରୋବ୍ଲେମ ଆସିବନି ବୋଲି କେବେ ଆପଣ ଭାବିବେନି। ଆପଣ ପ୍ରୋବ୍ଲେମ ଆସିବ, ଆପଣ ଫେସ୍ କରିବେ, ଆଗକୁ ଯିବେ, ତେବେ ଯାଇ ଆପଣ ଆଗକୁ ବଢିପାରିବେ। ଏଇ ଲାଇନ ଟା ମତେ ବାରମ୍ବାର ଯେତେବେଳେ ପ୍ରାୟ ମାକ୍ସିମମ୍ ଟାଇମ ଏଇଟା ରିକଲ ହଉଥାଏ। ତ ଗଲି ସିନିୟର ସିଟିଜନ। ତ କିଛି ଦିନ ଆମର ବିଶ୍ୱନାଥ ଭାଇ ବୋଲି ଜଣେ ବରିଷ୍ଠ ଭାଇ ଆସନ୍ତି, ପଢନ୍ତି, ଚାଲିଲା। ତାପରେ ଏଇ ଆତ୍ମା ତ ବହୁତ କମ ଦିନର ସେତେବେଳେ ମୁରଲି ସବୁତକ ବୁଝା ପଡେନି। କିନ୍ତୁ ବାବା ର ଇଚ୍ଛା କି ସେବା କରିବା ପାଇଁ ଆତ୍ମା, ତେଣୁ ବାବା ନିମିତ୍ତ ବନେଇଲା ମୁରଲି ପଢିବା ପାଇଁ। ଯେତେବେଳେ ମୁରଲି ପଢିବା ପାଇଁ ସମସ୍ତେ କହିଲେ, ସେଠି ଆମର ଚିହ୍ନା ଭାଇ ଯୋଉ ଆସୁଥିଲେ, ହଁ ବହୁତ ସାରା ବଡ ବଡ ବରିଷ୍ଠ ନାଗରିକ କଲ୍ୟାଣ କେନ୍ଦ୍ର ମାନେ ଭାବନ୍ତୁ ସବୁ 60 ଏଭବ। ସେମାନେ କହିଲେ କି ଆପଣ ଆପଣ ତ ଆମ ଭିତରେ ବହୁତ ସାନ, ଆପଣ ଛୁଆ, ଆଉ ଆପଣ ପଢନ୍ତୁ, ଆମ ଆଖିକୁ ସବୁ ଦେଖା ହଉନି। ଆଉ ଆପଣ ନାଇଁ ଭାଇ ଏଇ ଆତ୍ମା କିଛି ମୁରଲି ବୁଝା ପଡିନି, ଆପଣ ପଢନ୍ତୁ, ଧୀରେ ଧୀରେ ବୁଝା ପଡିବ। ତ ଫୋର୍ସଫୁଲି ବହୁତ ଫୋର୍ସ କଲେ। ତ ସାମ୍ନାରେ ଆଗରେ ଏତେ ବଡ ବଡ ଭାଇ ବରିଷ୍ଠ ଭାଇ ମାନଙ୍କ ସାମ୍ନାରେ ଚେୟାରରେ ବସିକି ମୁରଲି ପଢିବା ମତେ ଟିକେ ନର୍ଭସ ଫାଷ୍ଟ ଫାଷ୍ଟ ଲାଗୁଥାଏ। ମୁଁ କହିଲି ବାବା କଣ କରିବି। ମୁରଲି ବି ମତେ ସବୁ ୱାର୍ଡ ର ମିନିଂ ବି ଆସେନି, କଣ କରିବି। ତାପରେ ଦିନରେ କଣ କରେ, ଭଉଣୀକୁ ମୁରଲି ପଢିଦେବି, ଯୋଉଗୁଡା ସବୁ ୱାର୍ଡ ର ମିନିଂ ଆସିବନି ଭଉଣୀକୁ କଲ୍ କରିକି ମିନିଂ ସବୁ ଲେଖିକି ଆଉ ଥରେ ମୁରଲି ପଢିକି ତାପରେ ଯାଏ ମୁରଲି କ୍ଲାସ। ବେଳେ ବେଳେ ସେଠି ବି ମୁରଲି କ୍ଲାସ ରେ ମନେ ପଡିବନି ୱାର୍ଡ ର ମିନିଂ, ଜାଣା ମତେ ବୁଝା ପଡିବନି। ତ ମୁଁ ସେଇଠୁ ଫୋନ ରଖିକି ଭାଇ ମାନଙ୍କୁ, ଭାଇ ମାନେ ଟିକେ ୱେଟ କରନ୍ତୁ, ଟିକେ ମିନିଂ ଟା ଆପଣଙ୍କୁ କହିବି କହିକି ସେଇଠୁ ଭଉଣୀକୁ ଫୋନ କରେ। ଭଉଣୀକୁ, ଭଉଣୀ ଏଇ ୱାର୍ଡ ର ମିନିଂ ଟା କଣ, ପୁଣି କହିବେ। ତାପରେ ପୁଣି ମୁରଲି କ୍ଲାସ ଷ୍ଟାର୍ଟ ହୁଏ। ମାନେ ଏମିତି ହେଇକି ମୁରଲି ଚାଲିଲା। ତ କିଛି ଦିନ ପରେ ଆଉ ମୁରଲି ଆଉ ଛାଡିଲେନି ସେମାନେ, ଆମର ବରିଷ୍ଠ ଭାଇ ମାନେ, ନାଇଁ ଆପଣ ହିଁ ପଢିବେ। ଟାଇମ ଚାଲିଗଲା 2 ବର୍ଷ ପାଖାପାଖି। ଆସିଛି ମଝିରେ ଏମିତି କଣ ଏମିତି ମୁରଲି ବାଜୁଛି ସେଠି, ଇଏ ସିଏ ଘର ସାରା ଏମିତି ଟିକେ ଟିକେ ଚାଲେ ଆସେ ପୁଣି, କିନ୍ତୁ ତା ଭିତରେ ଟାଇମ ପାସ୍ ହେଇଯାଇଛି। ବାକି ଗୋଟେ ଦିନ ଗୁରୁବାର ଦିନ ଆମର ବାଲିସାହି ସେଣ୍ଟରରେ ଭୋଗ ଲାଗିଥିଲା। ସେଦିନ ଆମର ଭାଇ, ଭାଇଙ୍କ ନାଁ ଟିକେ ମନେ ପଡୁନି ମୋର, ମୋଟା ହେଇକି ଭାଇ, ହଠାତ୍ ମନେ ପଡୁନି। ସେଦିନ ଭାଇ ଟୁର ଯାଇଥାନ୍ତି। ତ ଭାଇଙ୍କ ଫେରିବା ଟାଇମ, ତ ଭାଇ ଫେରିବା ଆଗରୁ ମତେ ଘରେ ପହଞ୍ଚିବାର ଅଛି, କାହିଁକିନା ଖାଇବା ବନେଇବାର ଅଛି, ଚା ଦବାର ଅଛି। ତ ଭୋଗ ଭାଇ ଜାଣିଛନ୍ତି ମୁଁ ଯାଇଛି ବୋଲି, କିନ୍ତୁ ପହଞ୍ଚିନି। ଭାଇ ଆସିଲା ବେଳକୁ ପହଞ୍ଚି ନଥିବି ତ ସେଟା ପ୍ରୋବ୍ଲେମ ହବ। ତ ମୁଁ କହିଲି ତୁମେ ପହଞ୍ଚିବା ଆଗରୁ ମୁଁ ପହଞ୍ଚି ଯାଇଥିବି, କହିଛି ଭାଇଙ୍କୁ। ପୁଅ ଆସିଛି ମତେ ନବା ପାଇଁ, ହଠାତ୍ ଜଣେ ବୁଢା ଭାଇ କହିଲେ କି ଭଉଣୀ, ଆଉ ଝିଲି ଭଉଣୀ ଆପଣ ଯାଉଛନ୍ତି ଘରକୁ। ମୁଁ କହିଲି ଆଜ୍ଞା ଭାଇ ଯାଉଛି। ନା
ଆଚ୍ଛା ବା ଅଟୋଟା ଆସିଲାନି ଅଟୋ ବାଲା। ଆଉ ଆପଣଙ୍କ ପୁଅ କିଏ କେମିତି ଯିବେ? ମୁଁ କହିଲି ଭାଇ ପୁଅ ଆସିଛି ନା ପୁଅକୁ ଟିକେ କହିଲେ ମତେ ଛାଡ଼ିଦେବେ। ମୁଁ ସେତେବେଳେ ଆଉ କିଛି ମାନେ ଡିସାଇଡ୍ ମାନେ ମନା ବି କରିପାରିବିନି। ବୁଢା ଭାଇ ଜଣକ ରାତି ହେଲାଣି ଭାଇ ବି ଚାଲିକି ଯାଇପାରିବେନି। କହିଲି ଠିକ ମୁଁ କହିଲି ହଉ ଭାଇ ଠିକ ଅଛି। ତାପରେ ପୁଅକୁ କହିଲି କି ଭାଇଙ୍କୁ କଲ୍ୟାଣ ନଗରରେ ଛାଡିଦେ। ମୁଁ ବି କଲ୍ୟାଣ ନଗର ଯିବି। ମୁଁ କହିଲି ଠିକ ଅଛି। ପୁଅ ଗଲା ଛାଡିବା ପାଇଁ। ତ ସେଇଠି ମୁଁ କହିଲି ଯଦି ମୁଁ ଏଇଠି ରହିଯାଉଛି ପୁଅ ଛାଡିକି ମତେ ନେଇକି ଗଲାବେଳକୁ ଭାଇ ପହଞ୍ଚି ଯାଇଥିବେ। ଭାଇ ପହଞ୍ଚିକି ଫ୍ରେଶ ହେଇକି ବି ବସିଯିବେ। ତେଣୁ ଆହୁରି ଗାଳି ପଡିବ। ତ ମୁଁ ସେଇଠି ବାବାକୁ କହିଲି ବାବା ଆଉ କଣ କରିବି ମୋ ମୁଣ୍ଡରେ କିଛି ପଶୁ ହିଁ ନାହିଁ କଣ କରିବି? ତ ତା ଆଗ ଦିନ ମୁରଲି ମାନେ କଣ କରିବି ହେଲା ବେଳକୁ ମୁରଲି ପଏଣ୍ଟ ମନେ ପଡିଲା। କି ବାବା ଆଗରେ ଥିଲେ କୌଣସି କିଛି ବି ତୁମର କେହି ବି ବିଗାଡି ପାରିବେନି। ବାବାର ୟାଦ ଆଉ ବାବାକୁ ସାମ୍ନାରେ ରଖିଲେ। ତା ଆଗ ଦିନର ମୁରଲି ପଏଣ୍ଟ। ତ ସେଇ ପଏଣ୍ଟ ପୁଣି ମନେ ପଡିଲା। ତ ମୁଁ କଣ କଲି ଶୀତ ଦିନ ରାତି 9ଟା ବାଜିଲାଣି ସେତେବେଳକୁ ମାନେ ପୁରା ରାସ୍ତା ସୁନସାନ 9ଟା ମାନେ ସେଟା ଟିକେ ଭିତର ଏରିଆ ତ ପୁରା ସୁନସାନ ମାନେ କାଁ ଭାଁ ଗୋଟେ ଅଧେ ଲୋକ। ପୁରା ସେଟା ସେଇଠୁ ସେଣ୍ଟର ରୁ ଘର ହବ ଶାଶୁଘର ହବ ପ୍ରାୟ 2 କିଲୋମିଟର କି ଉପରେ ହବ। ତ ସେଇଠୁ ଏକା ଚାଲିଲି ପୁଅ ତ ଯାଇଛି ଭାଇଙ୍କୁ ନେଇକି ଏକା ଚାଲିଲି। ପୁରା ରାସ୍ତା ସୁନସାନ ଗୋଟେ ଅଧେ କେହି ନାହିଁ। ମଝିରେ ବାଟରେ ଟ୍ରକ୍ ଥୁଆ ହେଇଛି ଏପଟ ସେପଟ ହେଇକି। ଗୋଟେ ଲୋକ ପୁରା ଏକଦମ ମାନେ ପୁରା ଯାହା କୁହନ୍ତି ପୁରା ଡ୍ରଙ୍କଡ। ପୁରା ଆସୁଛି ଟଳି ଟଳି କିନ୍ତୁ ଗୋଟେ ସେକେଣ୍ଡ ପାଇଁ ମୋ ମନରେ ସଂକଳ୍ପ ମୁଁ ଏତେ ଭୟ କରୁଥିଲି ଟିକେ ବି ଡର ଲାଗୁନି। ମୁଁ ବାବାକୁ କହି କହି ଚାଲୁଛି କି ବାବା ତୁ ତ ମୋ ସାଙ୍ଗରେ ଅଛୁ ମତେ କଣ ଡର। ଏଇଭଳିଆ ମାନେ ମନରେ ଫିଲିଙ୍ଗ ଆସୁଥାଏ ଚାଲୁଥାଏ। ସେ ମାନେ ସେ ମଦୁଆ ଲୋକ ପୁରା ପୁରା ମୋ ପାଖକୁ ଆସି ଯାଉଥାଏ। ମାନେ ସେମିତି ନୁହେଁ ମୋ ପାଖକୁ ଆସୁଛି ସେମିତି ଟଳୁଛି ପୁରା ମୋ ପାଖକୁ। କିନ୍ତୁ ଯୋଉ ଭୟ ଟା ମାନେ ଆଗ ମୁମେଣ୍ଟ ହେଇଥିଲେ ମୁଁ ତ ସେଠି ଫେଣ୍ଟ ହେଇଯାଇଥାନ୍ତି। କିନ୍ତୁ ଟିକେ ବି ମତେ ଭୟ ଲାଗୁନଥାଏ ଆଉ ମୁଁ ଚାଲିଥାଏ ମୁଁ କେମିତି ଚାଲୁଛି ମୁଁ ନିଜେ ବି ଜାଣିପାରୁନି ମୁଁ ଆସିକି ପୁରା ପହଞ୍ଚି ଗଲିଣି କୋଉଠି ମାନେ ଆମର ମେନ ରୋଡ ଛକ ଯୋଉଟା ସେ ପୁରା ଛକ ଉପରେ ପହଞ୍ଚିଗଲେଣି ମତେ ଜଣା ନାହିଁ। ଜଣା ନାହିଁ କିଛି ବି ମାନେ ଗୋଡ କାଟୁଛି ନା ମନକୁ କିଛି ଆସୁଛି ନା ଭୟ ଲାଗୁଛି ପହଞ୍ଚିଗଲେଣି। ପୁରା ସୁନସାନ ରାସ୍ତାରେ ମୁଁ ଏକା 9ଟା ସେତେବେଳକୁ ପହଞ୍ଚିଲା ବେଳକୁ ଛକ ଉପରେ ହେଇଗଲାଣି 15 ମିନିଟ୍ କ୍ରସ କରିଗଲାଣି 9ଟା 15। ମାନେ ଆଉ 5-7 ମିନିଟ୍ ଯାଇଥିଲି 5 ମିନିଟ୍ ଯାଇଥିଲି ମାନେ ଭଉଣୀଙ୍କ ଘର ପାଖାପାଖି ନିପାଣଙ୍କ ଘର ପାଖାପାଖି ପହଞ୍ଚିଥାଏ। ପୁଅ ଯେତେବେଳେ କହିଲା ମା ତମେ କୋଉଠି ମୁଁ କହିଲି ହଁ ମୁଁ ଏତେ ଜଲ୍ଦି ମୁଁ କହିଲି ହଁ ପହଞ୍ଚି ଗଲିଣି। ସେତେବେଳକୁ ଭାଇ ବି ଆସିନାହାନ୍ତି ଆଉ ମୁଁ ଯାଇକି ମାନେ ଫୋନ କଲା ବେଳକୁ ଭାଇ ତାଙ୍କର ଟିକେ ଲେଟ୍ ହେଇଛି କଣ ବସ୍ ଓହ୍ଲେଇବା। ପୁଅ ଜଷ୍ଟ ଛାଡିଛି ମୁଁ ଘରେ ଜଷ୍ଟ ପହଞ୍ଚିଛି ଭାଇ ଜଷ୍ଟ ପହଞ୍ଚିଲେ। ମାନେ ପୁରା ସୂତାଏ ଏପଟ ସେପଟ ହେଇଥିଲେ ଗାଳି ପଡିଥାନ୍ତା କିନ୍ତୁ ଠିକ ସୂତାଏରେ ପୁରା ଆକୁରେଟ ଟାଇମ୍ ବାବା ଆପଣ ବାବା ଉପରେ ନିଶ୍ଚୟ ରଖିବେ ମାନେ ପୁରା ଆଉ କେତେ ଥର ଆଉ କଣ ଅନୁଭବ କହିବି ମୁଁ ତ କହୁଛି ନା ଭଉଣୀ ବାର ବାର ଏଇଆ ହିଁ ମତେ ପଚାରିଲେ ଅନୁ ମୁଁ କହିବି ମୁରଲି ମାନେ ଅନୁଭବ। ହଁ ମୁରଲି ମାନେ ବାବା ବାବା ମାନେ ମୁରଲିର ଗୋଟେ ଗୋଟେ ପଏଣ୍ଟ କୁ ଯଦି ଆପଣ ଯେତେବେଳେ ବି ଆପଣଙ୍କୁ କିଛି ବି ଆସୁଛି ସେ ପଏଣ୍ଟ କୁ ଆପ୍ଲାଏ କରିବେ ଏତେ ମାନେ ସାଥ ଦବ କାହିଁକିନା ଭଗବାନ ଏଇ ସତ୍ୟ ତେଣୁ ତା କଥା କେମିତି ମିଥ୍ୟା ହବ। ବହୁତ ସାରା ମାନେ ମୋର ମନେ ପଡି ପାରୁନି ଏତେ ଯେ ଅନୁଭବ ଏତିକି ଦିନେ ଆଜିର ଅନୁଭବ କହିବି ଭଉଣୀ ମୁରଲି କ୍ଲାସ ଏତେ ତ ଅନୁଭବ କ୍ଲାସ ରଖା ହେଇଛି। ଭଉଣୀ ଶୁନି ଭଉଣୀ ଦୁଇଥର ଫୋନ କଲେ କି ପୁଣି ଅନୁଭବ କୁହନ୍ତୁ କଣ କହିହଉନି ପିଲାଙ୍କର କ୍ଲାସ ରହୁଛି ବାକି ଖଣ୍ଡେ ଭାଇ ରହୁଛନ୍ତି ହେଇପାରୁନି। କିନ୍ତୁ ଯୋଉଦିନ ଭଉଣୀ କହିଲେ ଆଗ ସଣ୍ଡେରେ କହିଲି ନାଇଁ ସେଇ ଗୋଟେ ମୋମେଣ୍ଟ ଲାଗିଲା ନା ସବୁବେଳେ ନାଁ କରିଦଉଛି ବାବାର ସେବା ତ କେମିତି ହବ କଣ ହବ ବାବା ତୁ ବୁଝିବୁ ବାସ୍ ଏତିକି କହିଲି ଭଉଣୀକୁ ରିସେଣ୍ଟଲି ହଁ ମାରି ଭଉଣୀ ହସିଲେ କେତେ ଅର୍ଥ ମୁଁ କହିଲି ନାଇଁ ଭଉଣୀ ମୁଁ ଡିସାଇଡ କରିଛି ନା ହଁ ମାରିବି ବାକି ବାବା କରିବ। ବାସ୍ ଆରଥର ହେଇଗଲା ଏଇ ସଣ୍ଡେର ଏବେର ଏଇ କିଛି ସମୟ ଆଗରୁ ମୁଁ ଜଏନ କରିନି 4ଟା 16ରେ ଜଏନ କଲି। 3:30 ହେଇଗଲାଣି ତ ସେଠି ଜଣେ କାମ ହଉଛି ସେଠି ଜଣେ ମୂଲିଆ ଆସିକି କହିଲେ ଆଉ ମା ଆଉ ଖାଇବା ଆଣିଛି ସେମାନେ ଖାଇବେ ଆଉ ଗୋଟେ ଓଳି କରୁଛନ୍ତି। ଖାଇବେ ମୁଁ ଖାଇବା ଆଣିଛି କିନ୍ତୁ ତରକାରୀ ନାହିଁ ମୋ ପାଖରେ ଆଉ ସବୁଦିନ କିଛି କିଛି ରହିଯାଇଥାଏ ଯାହା ଟିକେ ହେଲେ ଆଜି କିଛି ବଳେଇନି ମୁଁ କହିଲି ହଉ ଠିକ ଅଛି ଟିକେ ମତେ 10 ମିନିଟ ଟାଇମ ଦିଅ। ମୁଁ ସେଇଠି ଭାବିଲି କି ଏଇ ଯିଏ ଯୋଉ ଆତ୍ମାକୁ ଏଇ ଆତ୍ମା କରିବ ଆଉ ଖାଇବାକୁ ଦବ ସେଇ ଆତ୍ମାଠୁ ତା ମାନେ ହିସାବ କିତାବ ନିହାତି ବରାବର। ତ ଏଇ ସମୟରେ ସେ ବି ମତେ କିଛି ଦେଇଛି ନହେଲେ ମୁଁ କାହିଁ ତା ପାଇଁ ଖାଇବା ଏଇ ସାଙ୍ଗେ ସାଙ୍ଗେ କାଇଁ ରିସେଣ୍ଟ ହଠାତ୍ କାଇଁ ମୋ ପାଇଁ ଆସୁଛି ମୁଁ ଯାଉଥିଲି କ୍ଲାସ ଜଏନ କରିବା ପାଇଁ ମୁଁ କହିଲି ବାବା
ଆଉ କେମିତି କଣ ହବ, ଆଉ ତୁ ଆସେ ମୋ ସହିତ କେମିତି ଜଲ୍ଦି ଫିନିଶ ହବ ଯାହାବି ଭଜା ଆଉ ତରକାରୀ ହବ। ତ ଗଲି ସାଙ୍ଗେ ସାଙ୍ଗେ 10 ମିନିଟ୍ସ ଭିତରେ ଭଜା ହେଇଗଲା। ବାସ୍ ତାଙ୍କୁ ଦେଇକି ସାଙ୍ଗେ ସାଙ୍ଗେ ଜଏନ୍ କଲି। ତେଣୁ ଆମେ ଯଦି ସେଇ ମୋମେଣ୍ଟ ଯଦି ଭାବୁଥିବା ନା ହବନି ସେ ତ ମାଗି ଦେଲେଣି ଟାଇମ ଅନୁସାରେ ଜଏନ୍ କରିପାରିବିନି ହେଇପାରିବନି, ଆଉ ମୁଁ ସାଙ୍ଗେ ସାଙ୍ଗେ ଫୋନ କରିଥାନ୍ତି ଭଉଣୀ ଭଉଣୀ ଆଜି କହିପାରିବି। ଯେତେବେଳେ ଆମେ ମନରେ ଠାନି ନଉଛେ ନାଇଁ ମତେ କରିବାର ବି ଏଟା ବି କରିବାର ଅଛି, ଜଣେ ଆତ୍ମା ଖାଇବାକୁ ମାଗୁଛି କେମିତି ମନା କରିବି, କି ତ ପାରିବନି। ଗୋଟେ ଭୋକିଲା ଆତ୍ମା କହୁଛି ଯେ ତରକାରୀ ଟିକେ ହେଲେ ଖାଇବ, କେମିତି ମନା କରିବି, ହବନି। ତ ସେଟା ବି ବିବେକ ବାଧା ଦବ। ତେଣୁ ଯଦି ଆମେ ମନରେ ବାବାକୁ କହିଦବା ସେଇ ସାଙ୍ଗେ ସାଙ୍ଗେ, ବାବା କାହିଁ ନା କାହିଁ ଆମ ମନକୁ ବି କଣ୍ଟ୍ରୋଲ, ଆମ ମନ ବି କଣ୍ଟ୍ରୋଲ ସେଇ ସମୟରେ, କାହିଁକିନା ବାବା ୟାଦରେ ତ ସବୁ କମ୍ପ୍ଲିଟ ହଉଛି ନା, ସମ୍ପୂର୍ଣ୍ଣ ବନୁଛି ଆମେ ବାବାର ୟାଦ ପଢାଇ। ତେଣୁ ବାବାକୁ ୟାଦ କରି ଆଉ ହେଇପାରିବନି। ଆଉ ଗୋଟେ ଥର ସେମିତି ଭାଇ ଯାଇଛନ୍ତି ଖାଇନାହାନ୍ତି ସକାଳ ଟାଇମ, ସେଦିନ ଥାଏ ଆମର ଯୋଉ ଝଣ୍ଡା ଉଡୁଥିଲା ଆମର ବାଲିସାହିରେ, ପଳେଇଛି। ତ ମୁଁ ଜାଣିଛି ଯେ ଏଇ ଟାଇମ ଭିତରେ ସରିବ, କିନ୍ତୁ ଟାଇମ ବହୁତ ହେଇଯାଉଛି। ଟାଇମ ବହୁତ ହେଲା ବେଳକୁ ମୁଁ ପୁଣି ଭଉଣୀକୁ ଭଉଣୀ କେମିତି ଟିକେ ମୁଁ ଜଲ୍ଦି ଯିବି ବୋଲି ତାକୁ କହିଲି ହଉ ଠିକ ଅଛି ଆପଣ ଆଉ ଟିକେ ସମୟ ପଳେଇବେ। ମୁଁ କହିଲି ବାବା କଣ କରିବି ସେ ହାତ ଭାତ ପୁରା ଏକଦମ ନ ଖାଇବା ଇଏ ଟାଇମ ଭୋକ ହେଲେ ଯାହା ଯେମିତି, ବାବା କଣ କରିବି। ତ ଏତିକି କହିଲି ବାବା ତୁ ସମ୍ଭାଳେ। ବାସ୍ ଆସିଲି ଦେଖିଲା ବେଳକୁ ଭାଇଙ୍କର ଯୋଉଠିକି ଯାଇଛନ୍ତି ଯୋଉ ଜାଗାରୁ ଭାଇଙ୍କର ଲେଟ୍। ମୁଁ ଯାଇ ଘରେ ପହଞ୍ଚି କିନ୍ତୁ ଭାଇ ଫୋନ କରି ଆରେ ମୋର ଟିକେ ଲେଟ୍ ହେଇଯିବ। ଭାଇ ଭାବୁଛନ୍ତି କଣ ଅଧିକ ଲେଟ୍ ହେଲେ ଇଏ ବି ବିରକ୍ତି ହବ ନା ଏତେ ସମୟ କଣ ଲେଟ୍ କରୁଛ ଖାଇବା। ଭାଇଙ୍କର ଲେଟ୍ ଆଉ ମୁଁ ଟାଇମରେ ପହଞ୍ଚିବି, ମାନେ ମୁଁ ବିଫୋର ଟାଇମ ଭାଇଙ୍କ ଆସିବା ଆଗରୁ ମୁଁ ପହଞ୍ଚିବି। ଏମିତି ଏମିତି ଭଉଣୀ ବାବା ବହୁତ ସାରା ଅନୁଭବ, ବାବାର ମୁରଲି ଆଉ ବାବା ମୁରଲି ହିଁ ତ ବାବା। ଆଉ ବାକି 6 years ସମଥିଙ୍ଗ, ଏଇ ଜୁଲାଇକୁ 7 years କମ୍ପ୍ଲିଟ ହବ ନଲେଜରେ ଆସିବା। ଯାହାବି ପୁଣି କିଛି ବି ଛୋଟ ମୋଟ ସମସ୍ୟା ବି ଯାହା ବି ଆସିଛି, ସେ ସବୁବେଳେ ମୁଁ ବାବାକୁ କୁହେ କି ବାବା ମତେ ଏଇ ସମସ୍ୟାରୁ ମୁଁ ପାର କରି, ମତେ ତୁ ତରିକା ଶିଖା ମୁଁ ବାହାରିବି, ମୁଁ ନିଜେ ବାହାରିବି କିନ୍ତୁ ତୁ ତରିକା ମତେ ଟଚ କରା କେମିତି ବାହାରିବି। ଖାଲି ଯେମିତି କି ଆହାର ମାନେ ଏଇଟାକୁ ମତେ ବହୁତ ରିଅଲାଇଜ ସବୁ ମୁମେଣ୍ଟ ହୁଏ କି ଯଦି ବି କିଛି ସମସ୍ୟା ଆସିଲା ମୁଁ ମନକୁ ମନ ମୁଁ ବୁଝାଏ କି ମୁଁ ତ ଏଇ କାମ ଆଗରୁ ମୁଁ ତ ବାବାକୁ ମନେ ପକେଇନି, ତ ମୋ ପାଇଁ ତ ସମସ୍ୟା ଆସିବ। ବାବା ତ ତରିକା କହିଛି ଆଉ ବାବାକୁ କଣ କହିବି, ସେତେବେଳେ ମୁଁ ଆଉ ନା ବାବା ସାଙ୍ଗେ କିଛି ବି ଡିସକସ କରେନି। କାହିଁକିନା ବାବା ତରିକା ବତେଇଛି ନା, ହର କର୍ମ କରନେ ସେ ପେହେଲେ ମୁଝେ ୟାଦ କର। ମୁଁ ତ ମନେ ପକେଇଲିନି ଏ କାମ ଆରମ୍ଭ କରିଦେଇଛି, ତେଣୁ ମୋ ପାଇଁ ତ ସମସ୍ୟା ଆସିଲା, ବିଘ୍ନ ଆସିଲା। ଏମିତି ଏମିତି ମୁରଲିର ପଏଣ୍ଟ ମତେ ମୋ ମନକୁ ବୁଝେଇବାରେ ବହୁତ ସାହାଯ୍ୟ କରିଛି। ଆଜ୍ଞା। ବାକି 6 ମାସ ନଲେଜ ଆସିଲା ପରେ ଆଉ ଲୌକିକ ପୁଅ ସୋମୁ ଭାଇ ତ ସିଏ ବି ନଲେଜରେ ଆସିଲେ କି ମା ମୁଁ ବି ମତେ ବି କୋର୍ସ କରେଇ ଦିଅ। ସିଏ ବି ଆମର ରୋଜାଲିନ ଭଉଣୀଙ୍କର ଝିଅ। ବାକି ସୋମୁ ଭାଇ ଏ ଆତ୍ମା ରୋଜାଲିନ ଭଉଣୀ ଆମେ ବି ଏକାଠି କ୍ଲାସ କରିଛୁ ବି କିଛି ଦିନ ମୁରଲି କ୍ଲାସ। ଭାଇ ଆସିକି କରାନ୍ତି ଲଲିତ ଭାଇ। ବାକି 10th ପରେ ସେ ଟିକେ ପଢାପଢି ଟିକେ ରହିଲା ଆଉ ଏପଟକୁ ଆସିପାରିଲାନି, ଫିର ବି ବାବା ପ୍ରତି ବି ବହୁତ ମାନେ ତାର ମତେ ବି ବହୁତ ସହଯୋଗ କରେ ପ୍ରତିଟି ମାନେ ମାନେ ପ୍ରତିଟି ଷ୍ଟେପ ରେ। କିଛି ବି ଧର ଭାଇ କେତେବେଳେ କଣ ଟିକେ ବି ଯଦି କିଛି ବି ନାଇଁ ନାଇଁ କି ନାଇଁ ମା ଯାଆନ୍ତୁ କି ମାଆଙ୍କୁ ଛାଡିଦେବି, ଏସବୁଥିରେ ସୋମୁ ଭାଇ ବହୁତ ସହଯୋଗ କରନ୍ତି। ବାକି ଆମର ଲୌକିକ ପରିବାରରେ ସସ୍ମିତା ଦାସ ଭଉଣୀ ମୋର ହେଲେ ଲୌକିକ ଭାଉଜ। ତ ସିଏ ବି ନଲେଜ ରେ ଆସିବା ପାଇଁ ଘରେ ବି ସମସ୍ତେ ବାପ ଘର ପରିବାରରେ ବି ସମସ୍ତେ କୋର୍ସ କରିଛନ୍ତି। ବାପାଙ୍କୁ ଛାଡିଦେଲେ, ଲୌକିକ ବାପାଙ୍କୁ ଛାଡିଦେଲେ କାହିଁକି ନା ବାପାଙ୍କୁ ଟିକେ ଶୁଭୁନି ଏଜ ହେଇଗଲାଣି। ନହେଲେ ବଡ ଭାଇ ଭାଉଜ ସାନ ଭାଇ ଭାଉଜ ସେମାନେ ରୁହନ୍ତି ବାହାରେ, ତ ସେମାନେ ଅନଲାଇନ ହିଁ କରିଥିଲେ। ସାନ ଭାଉଜ କରିଥିଲା ବାଲିସାହି ସେଣ୍ଟରରେ ବୈଜୟନ୍ତୀ ଭଉଣୀ ଆମର କରୁଥିଲେ। ଆଉ ସାନ ଭାଇ ତ ବାହାରେ ତେଣୁ ସେ ଟାଇମ ଦେଇପାରିବ ତ ଏଇ ଅନଲାଇନ ରେ କ୍ଲାସ କରିଛି। ସେମାନେ ଯେହେତୁ ନଲେଜ ରେ ଚାଲୁ ନାହାନ୍ତି କିନ୍ତୁ ସମସ୍ତେ ଅଲମୋଷ୍ଟ କୋର୍ସ କରିସାରିଛନ୍ତି। ବାକି ଆମର ସସ୍ମିତା ଦାସ ଭଉଣୀ ଯେହେତୁ ଶାଶୁ ଶ୍ୱଶୁର ବାପା ମା ଅଛନ୍ତି, ତେଣୁ ସିଏ ଏତେଟା ଆଗକୁ ବଢି ପାରୁନାହାନ୍ତି। ନହେଲେ ବାକି ବହୁତ ତାଙ୍କର ଲଗନ, ଆଉ ସିଏ ବି ବହୁତ ଏଇ ଆତ୍ମା ଭଳି ସିଏ ବି ଅମୃତ ବେଳା କରୁଛନ୍ତି। ବାକି ଯେମିତି ତାଙ୍କର ଯୋଉ କୁହନ୍ତି ଲୁଚି ଛପି କରିବା, ତ ସେମିତିରେ ସିଏ ବି ଆଗକୁ ବଢୁଛନ୍ତି। ବାକି ଲୌକିକ ଭାଉଜ ହିସାବରେ ରଶ୍ମିତା ଦାସ ଭଉଣୀ ବହୁତ ଭଲ ପର୍ସନାଲିଟି। ସିଏ ବି ତାଙ୍କ ପରିବାର ବି ବହୁତ ସଂସ୍କାର। ତାଙ୍କର ବଡ ଭଉଣୀ ବ୍ରହ୍ମା କୁମାରୀ ମ୍ୟାରେଜ କରି ହିଁ ନାହାନ୍ତି, ମାନେ ଏମିତି ବି ଘରେ ରହିକି ବି ସେ
ବହୁତ ସାରା ଏବେ ତାଙ୍କର ଦେହ ଫେହ ଟିକେ ମାନେ ଅଣ୍ଟା ପ୍ରୋବ୍ଲେମ ଯୋଗୁ ଏମିତି ଯାଇପାରୁନାହାନ୍ତି ସେଣ୍ଟର, ନହେଲେ ବାକି ପୁରା ଲଗନ ଏତେ ସାରା ଇଏ ହେଲେ ବି ନିଜେ ରୋଷେଇ କରି ଖାଇବା। ସେ ସେ ଭଉଣୀ ବି ବହୁତ ଇଏ, କିନ୍ତୁ ସିଏ ବହୁତ ଚେଷ୍ଟା କରିଥିଲେ ସସ୍ମିତା ଦାସ ଭଉଣୀକୁ ଆଣିବା ପାଇଁ କିନ୍ତୁ ପାରିଲେନି। କିନ୍ତୁ ବାବାର ନିମିତ୍ତ ଆତ୍ମା ଦ୍ଵାରା ଭଉଣୀ ଆମର କୋର୍ସ ହେଲା ବାଲିସାହି ସେଣ୍ଟରରେ, ତ କୋର୍ସ ହେଇପାରିଲାନି। ଆମର ପ୍ରୋଗ୍ରାମ ହଉଥିଲା ଏଠି ସେବା ଆମର ବାଲିସାହି ମନ୍ଦିରରେ। ତ ଭଉଣୀ ଯୋଉଦିନ ଯାଇଛନ୍ତି ଝଡ ତୋଫାନ ବହୁତ, ସେଦିନ ଟିକେ ଜଷ୍ଟ ଡିସ୍କସ ହେଇଛି ବନ୍ଦ ହେଲା। ବାକି ତାପରେ ଭଉଣୀ ବହୁତ ମାନେ ଘରର ଚାରିକାନ୍ଥ ଭିତରୁ ଯେମିତି କି ବାହାରିବା କଷ୍ଟ ତାଙ୍କ ପକ୍ଷେ ଥିଲା। କିନ୍ତୁ ବହୁତ କଷ୍ଟରେ ଭଉଣୀ ଯେତେବେଳେ ଆରମ୍ଭ ହେଇଯିବ, ସେପଟେ ଟାଇମ ହେଇଯିବ, ଏପଟେ ଫୋନ କରିବେ କି ମତେ ଟିକେ ନେଇଯାଅ। ସେଠୁ ମାନେ ଶାଶୁ ଘରୁ ବାବା ବି ଏମିତି ସେଭ କରୁଥିଲା ତାଙ୍କୁ, ମାନେ ଭାଇ ଥିବେ ଅଫିସ ରେ, ଭାଇଙ୍କୁ କହିବେ, ଭାଇଙ୍କୁ କହୁଛି ଯେ ସେଠି ପ୍ରୋଗ୍ରାମ ମାନେ ଏଇ ପ୍ରୋଗ୍ରାମ ହୁଏନି, ସତ୍ସଙ୍ଗ ହଉଛି ସବୁବେଳେ କୁହେ ସତ୍ସଙ୍ଗ ହଉଛି ଆଉ ଟିକେ ଶୁଣିବାକୁ ମୁଁ ଗୋଟେ ଦିନ ଯାଇଥିଲି ଟିକେ ଯିବି। ହଁ ହଁ ଯୋଉଦିନ ସସ୍ମିତା ଦାସ ଭଉଣୀଙ୍କର ସେକେଣ୍ଡ କି ଥାର୍ଡ ଡେ କୋର୍ସ ର, ହଁ ହଁ କାହିଁକି ସେଠି ଖାଇବା ଭାଇ କେବେ ବି କହିବେନି ଖାଇବା ଥୋଇ ଦେଇକି, ସେଇଦିନ ଭାଇ କହୁଛନ୍ତି ନାଇଁ ନାଇଁ ଥୋଇ ଦେଇକି ଯାଉନ କିଛି ଅସୁବିଧା ନାହିଁ। ସାଙ୍ଗେ ସାଙ୍ଗେ ସେଠୁ ପୁଅକୁ ନେଇକି ସସ୍ମିତା ଦାସ ଭଉଣୀ ଗଲେ, କୋର୍ସ ହେଲା। ଭଉଣୀଙ୍କର ବି କୋର୍ସ ବି ସେମିତି ବହୁତ ଇଏରେ, ତଥାପି ଭଉଣୀ ବହୁତ ତାଙ୍କର ମାନେ ବହୁତ ଏଫୋର୍ଟ ଦଉଛନ୍ତି କେମିତି ଆଗକୁ ଯିବେ। ଯେହେତୁ ଶାଶୁ ଅଛନ୍ତି ଟିକେ ବାହାରିବା ତାଙ୍କ ପକ୍ଷେ କଷ୍ଟ, ତଥାପି ଭଉଣୀ ବହୁତ ସାହସ କଲେଣି, ଧୀରେ ଧୀରେ ଆଗକୁ ବଢୁଛନ୍ତି, ପଢିବେ ବି, ବାବା ହିଁ ମଦତ କରିବ। ଆଉ ଭଉଣୀ କଣ ପଚାରିବେ ଯଦି ପଚାରନ୍ତୁ? ଆଜ୍ଞା। ଭଉଣୀ ମୁଁ ତ କିଛି ସମୟ ପାଇଁ ଶୁଣି ପାରିଲିନି, ପାଖାପାଖି 15 ମିନିଟ୍ ହେଲା ମୁଁ ଶୁଣି ପାରିଲିନି। ଗେଷ୍ଟ ଆସିଥିଲେ, ଆଉ ସେବା ବାବଦରେ କିଛି କହିଲେଣି? ସେବା ସେବା କଣ କେମିତି କଣ କରୁଛନ୍ତି ବାବା ଙ୍କୁ ନେଇକି? ଆଜ୍ଞା। ଛୋଟ ପିଲାଙ୍କର ସେବା ତ ମୁଁ କିଛି ବାକି କରୁନି, ଯାହା ସେବା ଏଇ ଯୋଉମାନଙ୍କର ନୂଆ ଆତ୍ମା କିଛି କୋର୍ସ। କରୁନି। ସେବା ଏଇ ଆତ୍ମା କିଛି ବି କରିନି, ଯାହା କରିଛି ବାବା ହିଁ କରିଛି। ଏ ଆତ୍ମା ସେବା କିଛି କରିନି। ବାବା ଯାହା ଯେତିକି ବେଳେ ଯିଏ ଯେତିକି ବେଳେ ବାବା ଯେତିକି ଯାହା ଟାସ୍କ ଦେଇଛି ସେତିକି ଆତ୍ମା କରିଛି, ସେବା କିଛି କରିନି ଭଉଣୀ। ଆଜ୍ଞା ଆଞ୍ଜଲସ ଗ୍ରୁପ ର ଟିଚର। ଛୋଟ ଭଉଣୀ ବାବା ପିଲାମାନଙ୍କୁ ହିଁ ତ କେତେ ଟିଚର, ସୁନ୍ଦର ଆଉ ସରଳ ଭାବରେ, ଏ ବାବା ତ ହିଁ ନିଶ୍ଚିତ ଭଉଣୀ ବାବା ଟିଚର ତ ବନିଛି। ସୁପ୍ରିମ ଟିଚର। ଆଜ୍ଞା ଆପଣ ତ ନିମିତ ଟିଚର ନା। ବାବାର ନା ଶରୀର ଅଛି, ନା ସୂକ୍ଷ୍ମ ଶରୀର ଅଛି, ନା ସ୍ଥୂଳ ଶରୀର ଅଛି, ମୁଖ ଦରକାର ନା। ତେଣୁ ବାବା ଆପଣଙ୍କ ମୁଖକୁ ୟୁଜ କରି ଛୋଟ ପିଲାମାନଙ୍କର କ୍ଲାସ ଆପଣ ରେଗୁଲାର ପିଲାମାନଙ୍କୁ କେମିତି ବାବା ଜ୍ଞାନ ଦିଅନ୍ତି ସେ ବିଷୟରେ ଟିକେ କୁହନ୍ତୁ। ଆଜ୍ଞା ଭଉଣୀ ତ ଆମର ଯେତେବେଳେ ଆକ୍ଚୁଆଲି ଛୋଟ ପିଲାମାନଙ୍କର କୋର୍ସ ଯେତେବେଳେ ଷ୍ଟାର୍ଟ ହେଲା, ମାନେ ରମା ଭଉଣୀ ତ ଷ୍ଟାର୍ଟ କରିଥିଲେ, ନିରୂପମା ଭଉଣୀ କ୍ଲାସ ଟାକୁ ମାନେ ହ୍ୟାଣ୍ଡଲ କରୁଥିଲେ। ତ ସେତେବେଳେ ମତେ ମାନେ ଶୁଣିବାର ମୁରଲି ଶୁଣିବାର ନଶା ଏତେ, ମୁଁ କଣ କରେ ଦିନ ଯାକ ମାନେ ମୁରଲି ସକାଳୁ ଶୁଣିଲି, ତାପରେ ସନ୍ଧ୍ୟା ବେଳେ ତ ସିନିୟର ସିଟିଜେନରେ ମୁରଲି ପଢା ହବ, ତାପରେ ପୁଣି ଖରା ବେଳେ ଶୁଣିବି ମୁରଲି ପିସ୍ ଅଫ୍ ମାଇଣ୍ଡ ଚ୍ୟାନେଲରେ, ଆଉ ବ୍ରଜମୋହନ ଭାଇଙ୍କର ସନ୍ଧ୍ୟା ବେଳେ ଦିଏ, ମାନେ ବୁଲି ଦିନ ଯାକ ବୁଲୁଥିବି ଏଇଥିରେ, ସବୁ କାମ ସବୁ ଚାଲିଥିବ ଆ ଭିତରେ ମୁଁ ଚାଲିଥିବି। ତ ଭଉଣୀ ଯେତେବେଳେ କୋର୍ସ କରୁଥିଲେ, ସରି କ୍ଲାସ କରୁଥିଲେ, ପରିକ୍ଷା ଗ୍ରୁପରେ ଭଉଣୀ ନିରୂପମା ଭଉଣୀ ଫାଷ୍ଟ ତ ସବୁ ନିଜେ ମ୍ୟାନେଜ କରୁଥିଲେ ନା, ଏକା ହିଁ ତେଣୁ ଏକା ହିଁ ସେବା କରୁଥିଲେ। ଭଉଣୀ ଯୋଉପଟକୁ ଯାଉଥିଲେ ସେଇପଟକୁ ଯିବି, ମାନେ ଏପଟ ଲିଙ୍କ ସରିଲା ଆଉ କୋଉ ଲିଙ୍କ ରେ ଯଦି ଜଏନ କଲେ ମୁଁ ପୁଣି ସେପଟକୁ, ପିଲାଙ୍କ ଲିଙ୍କ ଯେତେବେଳେ ଭଉଣୀ ଯିବେ ପିଲାଙ୍କ ଲିଙ୍କରେ ଜଏନ କରିବି। ଭଉଣୀ ଥରେ କହିଲେ ଆପଣ କଣ ମନ୍ଦିର ଚାରିପାଖ ବୁଲୁଛନ୍ତି, ପୁରା ପରିକ୍ରମା କରୁଛନ୍ତି, ସେଠୁକୁ ପଳେଇ ଆସୁଛନ୍ତି ପୁଣି ଏଠିକି, ଏଠି ବଢିଆ ବଢିଆ ସେବା କରୁଛନ୍ତି ଆପଣ। ନା ନା ଭଉଣୀ ସେବା ନୁହଁ, ପୁଣି ଭଲ ଲାଗୁଛି ଶୁଣିବା ପାଇଁ, ତ ଏପଟକୁ ମାନେ ସରୁଛି ସେପଟକୁ ପଳଉଛି, ପୁଣି ସେପଟ ସରୁଛି, ଯୋଉ ପଟେ ଯାହା ହେଲା ସେପଟେ ଯାଇ ଜଏନ କରିବି। ଏମିତି ଚାଲିଲା କିଛି ଦିନ, ତାପରେ ଭଉଣୀ ଭଉଣୀ କହିଲେ ନାଇଁ ଆପଣ ହିଁ ହ୍ୟାଣ୍ଡେଲ କରନ୍ତୁ, ପୁଣି ମତେ କରିଆସିବନି, ପିଲାଙ୍କୁ କରିଆସିବନି, ଆପଣ ବହୁତ ଭଲ ଭାବରେ କରୁଛନ୍ତି, ହ୍ୟାଣ୍ଡେଲ କରୁଛନ୍ତି, ମତେ ଆପଣ ପଢନ୍ତୁ। ଭଉଣୀ ସବୁବେଳେ କହିବେ ଯାଆନ୍ତୁ, କରିଲେ ଶିଖିବେ, ଭୟ କରନ୍ତୁନି, ଯାଆନ୍ତୁ। ଗୋଟେ ଥର ଏଇଟା ଛାଡିଯିବି, ମୁଁ ଏଇ କଥାଟା ଆଗ କହିଦିଏ ଭଉଣୀ ତାପରେ କହିବି। ଥରେ ଗେଟ ଟୁଗେଦର ହେଇଥିଲା 10th ବ୍ୟାଚ ର, ସେତେବେଳକୁ ଜଷ୍ଟ ମୁଁ ଯୋଉ ଜଷ୍ଟ ମାନେ ଖାନପାନ ଶୁଦ୍ଧ ହେଇଥାଏ ସେତେବେଳକୁ କିଛି ଦିନ ପାଇଁ, କିନ୍ତୁ ବାହାରର ଖାଉଥାଏ, ବାହାର ଟା ଖାଉଥାଏ କିନ୍ତୁ ଖାଉଥାଏ, ମାନେ ୱିଦାଉଟ୍ ଅନିଅନ ଗାର୍ଲିକ ଖାଉଥାଏ, କିନ୍ତୁ ବାହାରର ଖାଉଥାଏ।
ଯେତେବେଳେ ଦରକାର ପଡେ ବାହାର କଥା ହୁଏ। ଥରେ ଗେଟ୍ ଟୁଗେଦର ହେଇଥିଲା, ଯାଇଛି, ଭଉଣୀ ମାନେ ଯେମିତି କହନ୍ତିନି ଗୋଡେ ଗୋଡେ ଜଗିଥାନ୍ତି ସେମିତି ସେଠୁ କଲ୍ କଲେ ଭଉଣୀ କଣ ମଝିରେ କଲ୍ କଲେଣି, ଜାଣିଛନ୍ତି ଗେଟ୍ ଟୁଗେଦର ଅଛି ବୋଲି। କହିଥିଲି ତା ଆଗ ଦିନ କୋଉ କ୍ଲାସ ଥିଲା ଗୋଟେ ଜଏନ୍ କରିପାରିବି। ତ ସେଠି ମାନେ ଖାଇବା ଅଲମୋଷ୍ଟ ସରିଗଲାଣି, ସେମାନେ ବାହାରୁ କଣ ବୋଧେ ମନ୍ଦିରରୁ ଆଣିଥିଲେ। ସେଠି ପୁଣି ପଚାରିଲେ କଣ କରୁଛନ୍ତି ଆପଣ? କହିଲି ଭଉଣୀ ଏଠି ସବୁ ଗେଟରେ ସମସ୍ତେ ତ ପୁରୁଣା ସାଙ୍ଗମାନେ, ଏବେ ତ ଫାଷ୍ଟ ଟାଇମ ହଉଛି ତ ସେମାନେ କଥାବାର୍ତ୍ତା ନା ଆପଣ ସବୁ ଖାଇସାରିଲେଣି? କହିଲେ ହଁ ଭଉଣୀ ଖାଇସାରିଲେଣି। ପୁଣି କିଛି ଆଉ କହିଲେନି, ଖାଲି କହିଲେ ଆଚ୍ଛା ଦେବୀ ଦେବତା ମାନେ କୋଉଠି ଥାନ୍ତି? ଏତିକି, ଏଇ ସେଣ୍ଟେନ୍ସ ଏଇ ଲାଇନ, ଦେବୀ ଦେବତା ମାନେ କେମିତି ଖାଆନ୍ତି କୋଉଠି ଖାଆନ୍ତି? ମାନେ ସେତିକି କହିକି ହସିଲେ, ତାପରେ କହିଲେ ଆଉ କେତେବେଳେ ଫେରିବେ, ବାସ୍ ନର୍ମାଲ କଥା ହେଲେ ଆଉ କିଛି ନାହିଁ। ସେ ଦିନ ମୋ ମନକୁ ଏ ପ୍ରଶ୍ନ ଏତେ ମାନେ ଦୋହଲେଇଲା, ଦେବୀ ଦେବତା ମାନେ କୋଉଠି ଖାଆନ୍ତି କେମିତି ଖାଆନ୍ତି, କୋଉଠି ଖାଆନ୍ତି କେମିତି ଖାଆନ୍ତି, କାହିଁକି ଭଉଣୀ କହିଲେ? ପୁରା ମାନେ ପୁରା ଘାଣ୍ଟି ଚକଟି ହେଲା ମୋ ମନ, ସେଇ ଗୋଟେ ଥର ବାସ୍। ତାପରେ ମୁଁ କେବେ ବି ନା ନାହିଁ, ବାହାରେ କେବେ ବି ନାହିଁ, କୋଉଠି ବି ନାହିଁ କେବେ ବି। ଗୋଟେ ଥର ଯେମିତି କି ବାବା ଯେମିତି ଟଚ କରୁଥିଲା ନିମିତା ଆତ୍ମାକୁ, ଆଉ ଏ ଆତ୍ମା ଯେମିତି ସବୁ ମାନେ ଯୋଉଠି ଯୋଉଠି ସେଇଠି ସେଇଠି ବାହାରି ଆସୁଥିଲି। ଆଉ ଗୋଟେ ଥରରେ ଭଉଣୀଙ୍କର ଗୋଟେ ଥର ଗୋଟେ କଥା ଯେମିତି ନା ବାବା କହୁଛି ତୁମେ ଯଦି ବନିଲ, ତୁମେ ଯାହାକୁ କହିବ ତାକୁ ଟଚ ହବ, ଯଦି ତୁମେ ନ ବନିଛ ତୁମେ ଜଣକୁ ମୁଁ ବନିବିନି ମୁଁ ଆଉ ଜଣଙ୍କୁ କହିବି ତା ହିଁ ହବନି। ତେଣୁ ଭଉଣୀ ନିଶ୍ଚୟ ପକ୍କା ବନିଛନ୍ତି ଏଥିରେ, ତେଣୁ ଗୋଟେ ଥରର କଥା ମତେ ଟଚ ହେଇଥିଲା। ଆଉ ସେଇଟା ମୋର ଫାଷ୍ଟ ଆଣ୍ଡ ଲାଷ୍ଟ ବାହାରେ ଟୋଟାଲି ସେଇ ଦିନଠୁ ଅଫ୍ ହେଇଥିଲା ଖାଇବା। ତ ବାବାକୁ ବହୁତ ବହୁତ ଶୁକ୍ରିୟା, ବାବାର ନିମିତା ଆତ୍ମାକୁ ବହୁତ 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 ଧନ୍ୟବାଦ। ଆଜ୍ଞା। ତ ଏମିତି ଷ୍ଟାର୍ଟ ହେଇଥିଲା ଭଉଣୀ ଛୋଟ ପିଲା ମାନଙ୍କର କ୍ଲାସ। ବାକି ଛୋଟ ପିଲାମାନେ ସେମାନେ ଗପିବେ, ବହୁତ ସାରା ଗପିବେ, ସେମାନେ ମୁରଲି କଣ ଫାଷ୍ଟ ଫାଷ୍ଟ କଣ ଜାଣିବେ, ତାଙ୍କର ଏତେ ଇଏ ନାହିଁ, ଯେହେତୁ ବାବାର ବଚା ବନିଛନ୍ତି ତେଣୁ ଟଚ ହେଇଛି ଶୁଣୁଛନ୍ତି। କିନ୍ତୁ ତାଙ୍କୁ ଏମିତି ବେଳେ ବେଳେ କୁଇଜ କରିବା, ହଁ ତ ତାଙ୍କୁ ଟିକେ ଟିକେ କଣ ତାଙ୍କର ପର୍ସନାଲ ଲାଇଫ ବିଷୟରେ ଡିସକସନ କରିବା। ତାଙ୍କର ଲୌକିକ ପଢାଇ ବିଷୟରେ ବି ଟିକେ ଟିକେ ଡିସକସ କରିବା। ତାଙ୍କର ଫ୍ରେଣ୍ଡ କେତେ ଜଣ, ଫ୍ରେଣ୍ଡ ମାନଙ୍କ ସାଙ୍ଗରେ କଣ କଣ କଥା ହଉଛନ୍ତି। କଣ କଣ ଖାଇଛନ୍ତି ଆଜି, ମାମା କଣ ବନେଇକି ଦେଇଥିଲେ ଟିଫିନ। ତାଙ୍କର ମାନେ ତାଙ୍କୁ ଆଟ୍ରାକ୍ଟ କଲା ଭଳିଆ କିଛି କିଛି କଥା ହବାକୁ ପଡେ। ତାଙ୍କୁ ଆଟ୍ରାକ୍ଟ କଲା ଭଳିଆ ଯଦି କଥା ନହବା, ମୁରଲିର ମଜା, ସେମାନେ ତ ଛୋଟ ନା ଏତେ ଛୋଟ ନା, ଧୀରେ ଧୀରେ ଯେତେବେଳେ ତାଙ୍କୁ ଆପଣ ମାନେ ଇଣ୍ଟରାକ୍ସନ ଟା ହବ, ଇଣ୍ଟରାକ୍ସନ ହେଲେ କଣ ତମ କଥାକୁ ଶୁଣିବେ। ଧର ଆମେ ବାବା କହୁଛୁ ପ୍ରତିଟି କାମ କରିବା ଆଗରୁ ମନେ ପକା, ଛୋଟ ପିଲା ନା ଏତେ ଛୋଟ ନା, ତେଣୁ ତାଙ୍କୁ କେମିତି ଆମେ ବୁଝେଇବା। ତ ଯେମିତି କିି ଆ ଯୋଉ ଗୋଟେ ଜିନିଷ ହେଇପାରୁନି, ଧର ଛୋଟ ପିଲାମାନେ ଠିକ ଭାବରେ ଜିନିଷ ପଟା ରଖୁନାହାନ୍ତି, ଏପଟ ସେପଟ ଛୋଟ ବୟସ ନା ଆଦତ ରେ ପଡି ଯାଇଛି। ତ ସେମାନେ ରଖିବା କେମିତି, ଆମକୁ ଶିବ ବାବା ଏତେ ଭଲ ପାଉଛି, ଏତେ ଗେହ୍ଲା କରୁଛି, ହଁ ତ ତାକୁ ଏମିତି କୁହାଯାଏ କି ଯେତେବେଳେ ଆମେ କିଛି ବି ଏପଟ ସେପଟ କରିକି ରଖୁଛୁ, କଣ କହୁଛୁ ମାମା ଜୋର କହୁଛନ୍ତି ନା ରଖ କେତେ ଥର କହିବି। ହଁ ବାପା କିଛି ବି ଭୁଲ କଲେ ବାପା ରାଗି ଶିବ ବାବା କେବେ ରାଗୁଛି? କେବେ ରାଗୁଛି, ମାନେ ତାଙ୍କୁ ବି ରିଅଲାଇଜ କରିବାକୁ ପଡିବ ନା ସେ ବାବା କେବେ ରାଗୁଛି। ମୁରଲି ଶୁଣୁଛନ୍ତି ନା କେବେ ରାଗିଛି, କେବେ ରାଗ ୱାର୍ଡ କହିଛି? ସମସ୍ତେ ନା ନୋ ନେଭର ଚାଲିଲା ସମସ୍ତଙ୍କର। ତାହେଲେ କଣ କହୁଛି ମିଠେ ବଚେ, ପୁରା ଲମ୍ବା ଲାଇନ, ଆଉ ବଢିଆ ତାଙ୍କର ମାନେ ଆୱାଜ ଟା ଶୁଣିବାକୁ ବଢିଆ ଲାଗେ। ଏକାଠି କହିବେ, ତ ସେମାନେ ଚାର୍ମ ବି ନିଅନ୍ତି ନା, ତାପରେ ଧୀରେ 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 ସେମାନଙ୍କୁ ଟାଇମ ଟିକେ ଦରକାର, ଧୀରେ 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 ସେମାନେ ମୁରଲିକୁ ଫଲୋଅପ କରିବାକୁ ଲାଗିଲେ। ତ ଆପଣ କହିନଥିବେ ମୁରଲିରେ ଯାହାବି ଆପଣ ଶୁଣିଥିବେ, ସେମାନେ ଶୁଣିଥିବେ, ଆପଣ ତାଙ୍କୁ ତାପରେ ପଚାରିବେ କି ତା ପରଦିନ ମୁରଲିର ଗୋଟେ ଲାଇନ କି ଗୋଟେ ୱାର୍ଡ କୁ କୋଉ ମାନେ ୟୁଜ କରିଛନ୍ତି, କହିବେ ସେମାନେ। ବଢିଆ ସେ ସେମାନେ କହିବେ କି ମତେ ଏମତି ଲେଟ୍ ହେଇଗଲା, ସ୍କୁଲ ଲେଟ୍ ହେଇଗଲା, ମୁଁ କହିଲି ମୁଁ କହିଲି ବାବା ଆଉ ବାପା ଆସିନାହାନ୍ତି, କୁହାହେଇଥିଲା ନା କାହାକୁ ମନେ ପକେଇବା ପ୍ରଥମେ ଶିବ ବାବାକୁ କହିବା। ହଁ ବାବାର ହାତ ଗୋଡ ନାହିଁ, ବାବା କାହା ନା କାହା ଦ୍ଵାରା ଆମକୁ ମଦତ କରିବ ବୋଲି ଶୁଣିଥିବା। ତାପରେ ଯେତେବେଳେ ପିଲାମାନେ ରିଅଲାଇଜ କରିବେ କି ନାଇଁ ନା ଫୋନ କରିବାନି, ଆମେ କାହାକୁ କିଛି କହିବାନି, ଆଗ ବାବାକୁ କହିବା। ତାପରେ ସେମାନଙ୍କୁ ରିଅଲାଇଜ ହଉଛି କି ବାବା କାହା ନା କାହା ଦ୍ଵାରା ଆମକୁ ମଦତ କରୁଛି। ସେମାନେ ରିଅଲାଇଜ କରୁଛନ୍ତି, ଛୋଟ ଛୋଟ ପିଲାମାନଙ୍କର ଆପଣ ଅନୁଭବ ଶୁଣିବେ, କେତେ ସୁନ୍ଦର ଅନୁଭବ ସେମାନଙ୍କର। ଏବେ ଆମର ସଞ୍ଚିତା ଭଉଣୀ ଅଛନ୍ତି, ଜଣେ ନୂଆ ଭଉଣୀ, ଏତେ ସୁନ୍ଦର ମାନେ ସେ ଆତ୍ମାର ସଂସ୍କାର।
ଯୋଉଠି ଭଉଣୀ ଯାଇଥିବେ ଗାଡି ବସ ରେ ବସିଥିବେ, ଦୋକାନରେ ତାଙ୍କ ମାମା ଥିବେ, ଆଉ ଏତେ ଚାଲାକ ମାନେ ଫୋନ ଟା ଧରିକି ପଳେଇ ଆସିବେ କାଳେ ମାମାକୁ ଶୁଭିବ। ଗୀତ ଗାଇବି ବୋଲି ମାନେ ସେ ଚାଲି 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 ଦୂରରେ ଯାଇକି ଗୀତ ଗାଇବେ। ଯାହାବି ଆପଣ ତାଙ୍କୁ କୁହନ୍ତୁ ୟେସ୍, ଏତେ ସୁନ୍ଦର ଆତ୍ମା। ତ ଏମିତି ଭଉଣୀ ଛୋଟ ପିଲାମାନଙ୍କର କ୍ଲାସ ଏମିତି ହିଁ ପିଲାମାନଙ୍କର ଇଏ ଚାଲିଛି ଭଉଣୀ, ବାବା ହିଁ ଚଲେଇଛି। ଆଜ୍ଞା କୁହ। ଆଜ୍ଞା ଆଜ୍ଞା। ଆଚ୍ଛା, ଆପଣ ତ ମଧୁବନ ଯାଇଛନ୍ତି, ମଧୁବନର ଅନୁଭବ ଟିକେ କୁହନ୍ତୁ। ଆଜ୍ଞା ଭଉଣୀ, ମଧୁବନ ମୁଁ ଯେତେବେଳେ ଯାଇଥିଲି ମୋର 1 year ଜଷ୍ଟ କମ୍ପ୍ଲିଟ ହେଇଥିଲା। ଆଉ ବାକି ମୁଁ ପୁରା ଫ୍ୟାମିଲି ସାଙ୍ଗରେ ଯାଇଥିଲି, ତେଣୁ ସେମାନେ ତ ଆଉ ମାନେ କେବଳ ତ ପୁଅ ଥିଲା ନଲେଜ ରେ, ତେଣୁ ସେମାନେ ତ ଯେହେତୁ ଏଠୁ ଯେତେବେଳେ ଗଲି ମଧୁବନ, ତ ମଧୁବନ ଯିବାର ବି ବହୁତ ଗୋଟେ ମାନେ ଇଏ ଥିଲା କି ମୋର ଯେତେବେଳେ ମୁରଲିରେ ଶୁଣୁଥାଏ ମଧୁବନ ବିଷୟରେ। ହଁ ତ ଭାଇ ଯେତେବେଳେ ଲଲିତ ଭାଇ ଯେତେବେଳେ ମୁରଲି କ୍ଲାସ କରୁଥିଲେ, ଯେମିତି ହେଲେ ମଧୁବନ ଯିବା କଥା ଥରେ। ତ ବହୁତ ଏ ସବୁ ଶୁଣି ଶୁଣି ବହୁତ ଇଚ୍ଛା ହଉଥିଲା ଯିବା ପାଇଁ, କିନ୍ତୁ ଯେହେତୁ ଭାଇ ନଲେଜରେ ନାହାନ୍ତି ତ ଭାଇଙ୍କୁ କହିପାରିବିନି। ସାନ ଭାଇ ଲୌକିକରେ ସାନ ଭାଇ ବହୁତ ବଣ୍ଡିଙ୍ଗ ଟିକେ ଥାଏ। ତ କହିଲି ତାକୁ ସବୁବେଳେ କହେ କଣ ନେବି, ବହୁତ ସାରା ଅନସାଇଟ ଗଲା ସେ। ତ କଣ ନେବି ବୋଲି ସବୁବେଳେ କିଛି ନା କିଛି ଏକା ମୁଁ ସବୁବେଳେ କି ନାହିଁ ମୋର କିଛି ବି ଦରକାର ନାହିଁ, ତୋର ଭଲ ପାଇବା ସଫିସିଏଣ୍ଟ ମୋ ପାଇଁ। ତ ଯେତେବେଳେ ଶୁଣିଲି ମଧୁବନ କଥା ମନରେ ବହୁତ ଚାଲିଲା ସଂକଳ୍ପ କି କେମିତି ହେଲେ ଯିବି, ଆଉ ଭାଇ କହିଛନ୍ତି ବର୍ଷେ ପରେ ଯିବା ପାଇଁ। ତ ଜାଣିନି ତାପରେ କାହିଁକି ବର୍ଷେ ପରେ କହୁଛନ୍ତି। ତ ଖାନ ପାନ ସୁଧା କରି ତ ଯିବା। ତ 6 କି 7 ମାସ ହେଇଥାଏ ନଲେଜରେ ଆସିବା। ଭାଇ ବି ଥାନ୍ତି ସେଦିନ, ଯୁଗଳ ବି ଥାନ୍ତି। ତ ସାନ ଭାଇ କୁ ଫୋନ କଲି, କହିଲି କି ତୁ ମୋର ଗୋଟେ କଥା ରଖିବୁ। ତ ସେ ଭାଇ ସାନ ଭାଇ ତ ବହୁତ ମାନେ ଯୋଉ ଯେମିତି କଥାରେ କୁହନ୍ତିନି ସ୍ୱର୍ଗରୁ ଚାନ୍ଦ ଆଣିଦେବି କଥାରେ ଯେମିତି କୁହାଯାଏ, ସେ ସାନ ଭାଇ ପୁରା ଏତେ ବଣ୍ଡିଙ୍ଗ ତାର ସହିତ। ସେ କହିଲା କି ତୁ କହିବୁ ମୁଁ କରିବିନି, ତୁ କହ। ଏତେ ଦିନ ପରେ ତୁ କହିଛୁ କହ। ମୁଁ କହିଲି ତୁ ମତେ ଟିକେ ମାଉଣ୍ଟ ଆବୁ ନେଇଯିବୁ। ତୁ ଯେବେ ବି ଆସେ, ସେତେବେଳେ ସେ ଯାଇଥାଏ ଜଷ୍ଟ ମାନେ ଆମେରିକା। ହଁ କହିଲି ତୁ ଯେବେ ବି ଆସିବୁ କେବେ ଆସିବୁ ମତେ ଟିକେ ନେଇଯିବୁ। କହିଲା ତୁ ଏମିତି କଣ ମତେ କହୁଛୁ, ମୁଁ ଆଜି ହିଁ ଟିକଟ କରୁଛି, ମୁଁ ଯେବେ ଯିବି ଏବେଠୁ ଟିକଟ କରିବି। ଏତେ ଦିନ ପରେ ଦେଇ ତୁ ମତେ କହିଛୁ, ଆଉ ଦେଇ କହିବୁ ମୁଁ ନେବିନି। ଏତିକି ସିଏ ଯେତେବେଳେ ଏତିକି କହିସାରିଛି, ଏପଟୁ ଭାଇ କହୁଛନ୍ତି ତାକୁ କଣ କହୁଛୁ, ମୁଁ କଣ ନେଇପାରିବିନି, ଆମେ ଯିବା। ମୁଁ ମାନେ ମୋର ଗୋଟେ ସେକେଣ୍ଡ ପାଇଁ ମୋ ଯେମିତି ମୋ ଆଖିରେ ଆଖି ଲୁହ ଆସିଗଲା କି ଭାଇ ମାନେ ଯିବା ପାଇଁ ଏତେ ସାରା କଥା ଇଏ ସିଏ, କିନ୍ତୁ ହଠାତ୍ ଭାଇଙ୍କ ପାଟିରେ ଆମେ ଯିବା, ମୁଁ କଣ ନେଇପାରିବିନି ତାକୁ କହୁଛୁ ନବା ପାଇଁ। ଦିଲୁକୁ କହୁଛୁ ନବା ପାଇଁ। ମାନେ ମୁଁ ଆଉ କିଛି ମାନେ ମୋର ଯେମିତି ମନେ କୁହନ୍ତିନି ବାଷ୍ପରୁଦ୍ଧ ହେଇଯାଉଥାଏ ତଣ୍ଟି ପୁରା। କି ମୁଁ ମାନେ ବାବାର ଫଟୋ ଲଗେଇଥାଏ ଅନେଇକି, ମାନେ ଆଖିରୁ ଲୁହ ଜକି ଆସୁଥାଏ ଉଠି କାଳେ ଭାଇ କଣ କହିବେ ବୋଲି ଉଠି ଆସେ। କହିଲି ବାବା ତୁ କଣ ନ କରିପାରୁ, ମନରେ ସଂକଳ୍ପ ଆଉ ମନରେ ଭାବିଲି ଆଉ ସାଙ୍ଗେ ସାଙ୍ଗେ ମୋର ସଲ୍ୟୁସନ କି ମୁଁ ଯିବି ବୋଲି। ତାପରେ ପୁଅର ଟେନ୍ଥ ସରିଲା, ସରିବା ପରୀକ୍ଷା ସରିବା ଆଗରୁ ଭାଇ ଟିକେଟ ବନେଇ ଦେଇଥିଲେ। ଫାଷ୍ଟ ଥିଲା ମୋର ଫ୍ଲାଇଟ ଯେ ଯିବା ମଧୁବନ। ତ ମୋର ଗୋଡ ପେନ୍ ବହୁତ ସେତେବେଳେ ହଉଥାଏ, ରାଇଟ ସାଇଡ ର ଗୋଇଠ ପାଖ ପେନ୍ ଟା ବହୁତ ମୁଁ ସବୁବେଳେ ଆଙ୍କଲେଟ ଲଗାଏ, ତଳକୁ ଉପରୁ ତଳକୁ ଓହ୍ଲେଇଲା ବେଳକୁ ପାଖରେ ବି ଆଙ୍କଲେଟ ଥାଏ। ମୁଁ କିନ୍ତୁ ଗଲା ଆଗରୁ କହିଲି କି ତମେ ଯୁଆଡେ ଯୁଆଡେ ଯାଉଛ, ସେମାନେ ବୁଲିବା ଇଏରେ ରହିଲେ, ନଣନ୍ଦ ନଣନ୍ଦେଇ ଥାନ୍ତି ଦିଲ୍ଲୀରେ, ତମେ ସେଠୁ ଯାଇକି ଯିବାର ପ୍ରୋଗ୍ରାମ ହେଲା। ତ ଏମାନେ କହିଲେ କି ସବୁଆଡେ ବୁଲିବା କିନ୍ତୁ ମାଉଣ୍ଟ ଆବୁ ଯିବା। ମୁଁ ଖାଲି ଭାଇଙ୍କୁ କହିଲି, ମୁଁ କହିଲି ମୋର ଗୋଟିଏ ରିକ୍ୱେଷ୍ଟ ଆଗ ମତେ ମାଉଣ୍ଟ ଆବୁ ବାକି ତମେ ଯୁଆଡେ କହିବ ମୁଁ ସିଆଡେ ଯିବି, କିନ୍ତୁ ଆଗ ମୋର ମାଉଣ୍ଟ ଆବୁ ମତେ ଆଗ ନେଇ ଫାଷ୍ଟ ମୋର ଜର୍ଣ୍ଣି ଯେମିତି ମାଉଣ୍ଟ ଆବୁ। ତ ସେୟା ହିଁ ହେଲା, ଫାଷ୍ଟ ଜର୍ଣ୍ଣି ହେଲା ମାଉଣ୍ଟ ଆବୁ। ମାଉଣ୍ଟ ଆବୁରେ ଯେତେବେଳେ ଯାଇ ପହଞ୍ଚିଲି, ମାନେ ବାଟ ଗଲା ବେଳକୁ ସେ ବାଟ ଗୁଡା ସବୁ ପାହାଡ ସେ ବାଟରେ ଗଲା ବେଳକୁ ପୁଣି କଣ ଲାଗୁଥାଏ ସେ ବାଟ ଯେମିତି ମୁଁ ଜାଣିଛି ବହୁତ ଆଗରୁ ଜାଣିଛି, ଏ ବାଟରେ ଯାଇଛି। ଆଉ ବହୁତ ମାନେ ମନରେ ଏତେ ଇଏ ଆସୁଥାଏ ମାନେ କହିଲେ ହଉନି, ଏତେ ଖୁସି ମାନେ କୁଆଡେ କୁଆଡେ ଯାଇଛି ମୋର ସେଥିରେ ମାନେ ସେ ଖୁସି ମୁଁ କହିପାରୁନି, ମାନେ ଏତେ ଖୁସି ଲାଗୁଥାଏ। ବାଟ ମଝିରେ ଗୋଟେ ବାବାର ଫ୍ଲାଗ ଥାଏ, ଭାଇ ସାଙ୍ଗେ ସାଙ୍ଗେ ହେଇ ତୋର ଫ୍ଲାଗ ହେଇ ଦେଖ ତୋର ଫ୍ଲାଗ ଉଡୁଛି। ତ ବହୁତ ଖୁସି ଲାଗୁଥାଏ କି ତୋର ତୋର କହିଦେଲା ବେଳକୁ ହଁ ପ୍ରକୃତରେ ତ ମୋର ନା। ତ ଯେତେବେଳେ ମାଉଣ୍ଟ ଆବୁରେ ପହଞ୍ଚିଲୁ, ସେତେବେଳେ ଜଣେ ସେବାଧାରୀ ଭଉଣୀ ଥିଲେ, ଆଉ ସେମାନେ ସିଏ ବୁଝଉଥାନ୍ତି ସବୁ। ଆଉ ଏମାନେ ସବୁ ନଣନ୍ଦ ନଣଦେଇ ଭାଇ ପୁଅ ଭଣଜା ସବୁ ଥାନ୍ତି ଗ୍ରୁପ ରେ। ରହି ପାରିଲିନି, ତ ଏମାନେ ରହିଲେନି, ରହିବାକୁ ଦେଲେନି, ହୋଟେଲରେ ରହିଲେ।
ସେଠି ସବୁ ବୁଝେଇଲେ, ସବୁ ବୁଝିଲେ, ସବୁ ଶୁଣିଲେ। ଯୋଗ ରୁମ୍ କୁ ଗଲୁ। କିନ୍ତୁ ଯେତେବେଳେ ଯୋଗ ରୁମ୍ କୁ ଗଲି ସେଠି ତ ମାନେ ଭଉଣୀ ଲାଗୁଥାଏ ସେମିତି ଭଉଣୀ କୋଉଠି ଶାନ୍ତିବନରେ? ଆଜ୍ଞା ଭଉଣୀ ବାବା କମରେ, ବାବା କୁଟିଆରେ, ତା ମାନେ ପାଣ୍ଡବ ଭବନରେ। ପାଣ୍ଡବ ଭବନରେ। ତ ବାବା କୁଟିଆକୁ ଗଲି। ତ ଆଜ୍ଞା ସେଠିକି ଯିବା ଆଗରୁ ତ ତାଙ୍କର ବି ଗୋଟେ ପରମିସନ ଦେବେ ନା ଭିତରକୁ ଯିବା ପାଇଁ। ତ ସେଠିକି ଗଲାବେଳେ ସେ ପରମିସନ ଦେଲେନି। ତ ପୁଣି ଏପଟକୁ ଆସିଲି। ଏପଟକୁ ଆସିକି ପୁଣି କହିଲାରୁ ସେମାନେ ପୁଣି ମାନେ ଫୋନ କଲେ, ତ ଆଲାଉ କଲେ। ତ ସେଠି ଯୋଉ ବାବା କୁଟିଆରେ ଲେଖିବି ବୋଲି, ଲେଟର ଲେଖିବି ବୋଲି ପର୍ସ ଖୋଜିଲା ବେଳକୁ ଆଉ ସେତେବେଳେ ପେନ୍ ପାଇଲିନି। ପେନ୍ ଟା ଆଣିଥିଲି ଗଲା କୁଆଡେ। କହିଲି ତାହେଲେ କେମିତି ଲେଟର ଟା ଲେଖିବି, ବହୁତ ଇଚ୍ଛା ଥିଲା ଲେଟର ଲେଖିବା ପାଇଁ। ଜଷ୍ଟ ଗୋଟେ ସେକେଣ୍ଡ ପାଇଁ ଭଉଣୀ ଜଣେ ଭାଇ ଆସିଲେ, ଗୋଟେ ସେକେଣ୍ଡ ଭାଇ ଆସିଲେ, ମତେ ପେନ୍ ଯାଚୁଛନ୍ତି। ପୁଣି ପେନ୍ ନିଅନ୍ତୁ। ମୁଁ ପୁରା ଗାଲରେ ହାତ ଦେଇ ମୋ ଲୋମ ଫୋମ ଟାଙ୍କୁରି ଉଠିଲା। କହିଲି ସେ କେମିତି ଜାଣିଲେ ମୁଁ ପେନ୍ ଖୋଜୁଛି ବୋଲି? ଆଉ ସେ ବହୁତ ଡିଷ୍ଟାନ୍ସ ରେ ଥିଲେ। ମତେ ପେନ୍ ଦେଲେ। ଆଉ ଯୋଉ ଶକ୍ତି ସ୍ତମ୍ଭ ପାଖରେ ଯେତେବେଳେ ବସିଲୁ, ଏମାନଙ୍କୁ ତ କିଛି ଫିଲ୍ ହବନି, ସେମାନେ ଜଷ୍ଟ ବୁଲୁଥାନ୍ତି। ସେଠି ଯେତେବେଳେ ବସିଲୁ, ଯେମିତି ମତେ ଲାଗୁଥାଏ କୋଉଠି ଅଛି କଣ ଅଛି ମତେ କିଛି ଜଣା ପଡୁନଥିଲା। ମାନେ 2-3 ମିନିଟ ପାଇଁ ସେମିତି ପୁରା ଫିଲ୍ ହେଲା। ତାପରେ ଲୌକିକ ପୁଅକୁ ସୋମୁ ଭାଇକୁ ପଚାରିଲି, ମୁଁ କହିଲି ସୋମୁ ତତେ କିଛି ଫିଲ୍ ହେଲା ନା? ମତେ ମା ଗୋଟେ କେମିତି ଗୋଟେ ମାନେ ହାଲକା ହାଲକା ଲାଗୁଛି ବଡି ଟା। ତାକୁ କହିପାରୁ ଜାଣିପାରୁନି। 6 ମାସ ଖଣ୍ଡେ ବୋଧେ ସେ ନଲେଜରେ ଆସିଥାଏ। ସିଏ ଯାହା ବୁଝଉଥାନ୍ତି ଆମେ ବୁଝିପାରୁଛୁ, କିନ୍ତୁ ଅନ୍ୟମାନେ ତ ବୁଝି ପାରୁନାହାନ୍ତି। ତ ସୋମୁ ଭାଇ କଣ କରୁଛି, ସବୁ କଣ କଣ ପଇସା କେତେ କଣ କଣ ସବୁ ସେ ତାର ରଖିଥିଲା। ତା ମା ଆମେ ଯେତେବେଳେ ମଧୁବନ ଯିବା, ସେ ଶୁଣିଥାଏ ନା ସେବା ବିଷୟରେ, ମୁରଲି ଶୁଣିଥିଲା। ଯେତେବେଳେ ଆମେ ମଧୁବନ ଯିବା, ସବୁ ଦଶରାରେ ଯିଏ ଯାହା ସବୁ ଦିଅନ୍ତି ନା ଖର୍ଚ୍ଚ କଥା, ସବୁ ଜମେଇକି ରଖିଥିଲା। ମଧୁବନ ଯିବା, ଆମେ ସେଠି ବାବା ଘରେ ପକେଇବା। ଏମିତି ମାନେ ତାର ବି ଛୋଟବେଳୁ ଏବେ ବି ସୋମୁ ଭାଇ କୁହନ୍ତି କି ମା ମୁଁ ଯେତେବେଳେ ଚାକିରି କରିବି, ଆଉ ତମେ ଯାହା ଚାହିଁବ ବାବା ଘର ପାଇଁ ସେୟା କରିବି। ମାନେ ଏମିତି ତାକୁ ବି ମାନେ କିଛି ସେ ବହୁତ ଇଏ ଲାଗେ। ବେଳେ ବେଳେ ଆଖିରେ ବି ଲୁହ ଆସେ କି ବାବା ବହୁତ ବହୁତ ଧନ୍ୟବାଦ, ଯୋଉ ଏତେ ସହଯୋଗୀ ଆତ୍ମା। ମାନେ ଲାଷ୍ଟ ପର୍ଯ୍ୟନ୍ତ ବି ମତେ ଲାଗିବନି ନାଇଁ ମୁଁ କେବେ କଣ କିଛି ମୋର ମାନେ ଇଏ ହବ, ଡେଫିସିଏନ୍ସି ହବ ନା। ବାବା ବି ନିମିତ୍ତ ବନେଇକି ସହଯୋଗୀ ଆତ୍ମା ବି ସାଇଡରେ ବି ସବୁବେଳେ ରଖିଛି। ତ ବାବା ଯୋଉ କହୁଛି ଧନର ସେବା କଲେ କୁବେରର ଭଣ୍ଡାର ନ ଖୋଲିଦେବି ତ କହିବୁ, ଏଇଟା ତ ମୋର ବହୁତ ଅନୁଭବ। କି ଯେତେବେଳେ ଭାଇ ପକେଟ ମନି ଯାହା ବି ଦିଅନ୍ତି, ଯେତେବେଳେ ବାବା ନଲେଜ ରେ ଆସିଲି, ବାବା ଘରେ ସବୁ ଜାଣିଲି ସେବାରେ ଧନର ସେବା କରିବାକୁ ପଡିବ ବୋଲି। ମୁଁ ସେତେବେଳେ ଭାବେ କି କେବେ ବି ମୁଁ ଭାବିନି କି ଯଦି ଧନର ସେବା କରି ମୋ ପାଖରେ ଆଉ ରହିବ କଣ, କି ମୁଁ ଏତିକିରୁ ଏତିକି ଦେଲେ କେବେ ବି ମନରେ ଆସେନି। କିନ୍ତୁ ସବୁବେଳେ ମନରେ ଆସେ କି ମାନେ ଅଳ୍ପରେ ମତେ ଟିକେ ନିଜକୁ କାହିଁକି ଲାଗେ ମୁଁ ଜାଣିନି, କିନ୍ତୁ ଅଳ୍ପକୁ ଟିକେ ହାତ ଯାଏନି ମତେ। ମାନେ ମୋ ପାଖରେ ଯେତିକି ପକେଟ ମନି ହିସାବରେ, ସେଇ ହିସାବରେ ଅଳ୍ପକୁ ହାତ ଯିବା ପାଇଁ କି ମନ ଉଠିବା ପାଇଁ ଆସେନି। କିନ୍ତୁ ମାନେ ବିଲିଭ କରିବେନି, ଯେବେଠୁ ମାନେ ଧନର ସେବା ଷ୍ଟାର୍ଟ ହେଇଛି, ହଁ ବାବା ତାର ସେବା ସିଏ କରିଛି, ସେବେଠୁ ପୁଣି ମୁଁ ଜାଣିପାରିନି। ମୁଁ ବେଳେ ବେଳେ ଯେତେବେଳେ ସେବା ଆସେ, ମୁଁ ଭାବେ କି ଆଚ୍ଛା ଏତିକି ତ ଅଛି, ଏତିକି ମତେ ତ ଇଚ୍ଛା ହଉଛି ଏତେଟା ଦବା ପାଇଁ, ଏତିକି ଅଛି କେମିତି ଦେବି ବୋଲି ଏମିତି ବେଳେ କି ମନରେ ଆସେ କେମିତି ଦେବି ବୋଲି। ହଁ ତ ଭାଇଙ୍କୁ ତ କହିପାରିବିନି, ଭାଇ ତ ନଲେଜରେ ନାହାନ୍ତି। ତ କଣ କରିବି, ବିଶ୍ୱାସ କରିବେନି, କୋଉଠୁ କଣ ଏପଟ ଶାଢୀ ଖୋଜିଲା ବେଳକୁ ଏପଟେ ଆସେ 500 ଟଙ୍କା, ସେପଟ ଖୋଲିଲା ବେଳକୁ ମୁଁ ମନେ ବି ପକେଇନି କେବେ ରଖିଥିଲି ଆକୁ। ମତେ ମାନେ ଏତେ ଆଶ୍ଚର୍ୟ ଲାଗେ, ଆଖିରେ ଲୁହ ଆସେ କି ବାବା ମୁଁ ଯୋଉଟା ଚାହୁଁଛି ତ ହେଇ ଯାଉଛି। କେବେ ବି ବାବା ସେବା ପାଇଁ ମୁଁ କେବେ ବି ଭାବିଛି ଯେ ହଁ ଏଇଟା କରିବି ବୋଲି ଆଉ କରିପାରିନି ପର୍ଯ୍ୟନ୍ତ, ଏଟା କେବେ ବି ହେଇନି, କେବେ ବି ହେଇନି। ଯେତିକି ଚାହିଁଛି, ଯେତେବେଳେ ଯାହା ବି ଚାହିଁଛି, ଆଉ ତା ପରଠୁ ମାନେ ଭାଇ ପକେଟ ମନି ଯେତିକି ଦଉଥିଲେ, ମାନେ ଧୀରେ ଧୀରେ ଡବଲ ଚୌପଲ ହେଇକି ବି ଭାଇ ଦବାକୁ ଲାଗିଲେ। ଆଉ ମତେ ବି ଧନ ସେବାରେ ବହୁତ ମାନେ ବାବା ହିଁ ମଦତ କଲା। ଇଏ ତ ମୋର ବହୁତ ବଡ ଯୋଉ ଯେତେବେଳେ ବାବାର ପ୍ରତିଜ୍ଞା ଶୁଣିଲି, ସେତେବେଳେ ଏଇ ମାନେ ମୁଁ ଲିଙ୍କ କରିଦିଏ। ପୁଣି କହୁଛି ନା ମୁରଲିର ପଏଣ୍ଟ ଆଉ ବାବାର କଥା ମୁଁ ସବୁବେଳେ ଲିଙ୍କ କରେ କି ବାବା କହୁଛି। ଆଉ ଯେତିକି ବି ଆମେ ଆପଣ ମାନେ ସମସ୍ତେ ବି କହିପାରିବେ ଅନୁଭବ, ଯେତିକି ବି ଆପଣଙ୍କୁ ମିଳିଛି ବା ମିଳୁଛି ବା ଯେତିକି ବିଘ୍ନ ଆପଣ କାଟି ପାରୁଛନ୍ତି ବା ଆସୁଛି, ଯେତିକି ଆପଣ ମୁରଲିକୁ ମାନୁଛନ୍ତି ସେତିକି ବାସ୍।
ଯେତେବେଳେ ଆମେ ମୂଲ୍ୟକୁ ବେଶୀ ମାନିବା ଆମ ପାଇଁ ବି ବିଘ୍ନ କମିବ, ସବୁ ଜିନିଷ କମିବ। ଆମେ ମାନୁନୁ ବୋଲି ଯେତିକି ମାନୁଛୁ ସେତିକି ଆମ ପାଇଁ ଆସୁଛି ଆରାମସେ। ଆଜ୍ଞା ଭଉଣୀ। ଭଉଣୀ ଆଉ ଆଜ୍ଞା କଣ ଭଉଣୀ ବାବା, ପଚାରିବେ? ଆଜ୍ଞା ଆଜ୍ଞା, ବାବାଙ୍କୁ ତ ସର୍ବ ସମ୍ବନ୍ଧରେ ଯୋଡୁଥିବେ ନା, ବେଶୀ କୋଉ ସମ୍ବନ୍ଧରେ ଯୋଡିବାକୁ ଭଲ ପାଆନ୍ତି? କୋଉ ସମ୍ବନ୍ଧରେ ଯୋଡିବାକୁ ଭଲ ପାଏ? ଆଜ୍ଞା ବାବାକୁ ମତେ ଭଲ ଲାଗେ ବହୁତ, ବାପା ହିସାବରେ ଭଲ ଲାଗେ, ଆଉ ଫ୍ରେଣ୍ଡ ହିସାବରେ ଭଲ ଲାଗେ। କାହିଁକି ନା ଫ୍ରେଣ୍ଡ ମାନଙ୍କ ପାଖରେ ସବୁ କଥା କହି ହୁଏ ନା, ସମସ୍ତଙ୍କ ପାଖରେ କହି ହୁଏନି। ଆଉ ଲୌକିକରେ ବାପାଙ୍କୁ ବହୁତ, ମାଙ୍କ ଅପେକ୍ଷା ବାପାଙ୍କୁ ବହୁତ ଭଲ ପାଉଥିଲି। ବାପାଙ୍କ ଭଲ ପାଇବାଟା ବହୁତ ଭଲ ଲାଗେ ମତେ। ସେଥିପାଇଁ କି ବହୁତ ଯେହେତୁ ଗେହ୍ଲା ଥିଲି, ତେଣୁ ଭଲ ପାଇବାଟା ମୁଁ ବହୁତ, ଯେହେତୁ ଫ୍ରେଣ୍ଡ ର ଇଏଟା ମନ ଖୋଲିକି କହିହବ କଥା। ଆଉ ବାପାର ପ୍ୟାର ଟା ବହୁତ ବାବା ସହିତ ଯୋଡିଦେଲି, ଯୋଉ ଦିନଠୁ ଆଉ କେବେ ଭଲ ପାଇବା କାହାଠୁ କିଏ ମତେ ଗେହ୍ଲାରେ ଟିକେ ଡାକୁ, ଟିକେ ଭଲ ପାଉ, ସେଇଟା ମୁଁ ଭୁଲିଗଲି। ଆଉ ମତେ ଇଚ୍ଛା ହିଁ ହେଲାନି, ନା ଇଚ୍ଛା ବି ନାହିଁ, ହେଲା ହିଁ ନାହିଁ। ଭଲ ପାଇବାଟା ମୋ ଲାଇଫରେ ବହୁତ ଗୋଟେ, ମୁଁ ସବୁବେଳେ ଏକ୍ସପେକ୍ଟ କରେ ମତେ ଭଲ କି କଥା କହୁ, ଗେହ୍ଲାରେ କଥା କହୁ। ସେଇଟା ବାବାଠୁ ଯେତେବେଳେ ପାଇଗଲି, ସେଥିପାଇଁ କିନ୍ତୁ ବାବାର ଯେତେବେଳେ ମୁରଲିରେ ଯୋଉଠି ଗେହ୍ଲା ପଏଣ୍ଟ ଆସେ, ମୁଁ ସେଠି ଯେତେବେଳେ ଯୋଉ ମୋମେଣ୍ଟ ଯୋଉଠି ଥାଏ ଆଖିରୁ ଲୁହ ବୋହିଯାଏ। କାହିଁକିନା ଭଲ ପାଇବାଟା ମତେ ବହୁତ ଭଲ ଲାଗେ। ଆଉ ବାବାର ଭଲ ପାଇବା ଏକଦମ ମାନେ ଯେମିତି କି ସବୁ ପାଇଯାଇଛି, ଆଉ ମତେ କିଏ ଭଲ ପାଇବା ଦରକାର ଚାହୁଁନି, ଆଉ କିଏ ଭଲ ପାଉ। ଆଜ୍ଞା ଆଜ୍ଞା। ଆଉ ସେବାକୁ ନେଇ, ବାବା ଜ୍ଞାନକୁ ନେଇ କଣ ଆଗକୁ କଣ ସ୍ୱପ୍ନ ରଖୁଛନ୍ତି? ପୁଣି ମୋର ବହୁତ ସ୍ୱପ୍ନ ଅଛି କି ମାନେ କେତେ କରିପାରିବି ନ କରିପାରିବି ବାବା ହିଁ ଜାଣିଛି। କିନ୍ତୁ ସେଣ୍ଟରରେ ତ ବହୁତ ଇଚ୍ଛା ଅଛି। ବାବା ଯଦି ସେଣ୍ଟର ବି ନ ହେଇପାରୁ, ପାଠଶାଳାଟେ ବି ହଉ, ଯାହାବି। କିନ୍ତୁ ବାବା କହୁଛି ନା, ୟୁନିଭର୍ସିଟି କମ ହସ୍ପିଟାଲ ଖୋଲ, କେତେ ଥର ବାବା ମୁରଲିରେ କହିଲେଣି। ଆଜ୍ଞା ଭଉଣୀ। ତ ପୁଅର ବି ଆପଣ ଇଚ୍ଛା ତ ଅଛି ଯାହା, ବହୁତ, ଲକି ପୁଅର। ଆଜ୍ଞା, ଆପଣ ତ ଯାହା ସଂକଳ୍ପ କରନ୍ତି ବାବା ତାହା ପୂରଣ କରନ୍ତି ନା। ତେଣୁ ନିହାତି ଭଉଣୀ ସବୁ ଆପଣଙ୍କ ହେଇଛି। ସଂକଳ୍ପ, ଆପଣଙ୍କର ସ୍ୱପ୍ନ ନିଶ୍ଚିନ୍ତ ପୂର୍ଣ୍ଣ ହେବ। ଆଚ୍ଛା, ପୁଅ ତ ଜ୍ଞାନରେ ଅଛନ୍ତି, ଭାଇଙ୍କୁ କେବେ ଚେଷ୍ଟା କରିଛନ୍ତି ଜ୍ଞାନରେ ଆଣିବାକୁ? ଆଜ୍ଞା ଆଜ୍ଞା ଭଉଣୀ, ବହୁତ ଥର ମାନେ ଯେତେବେଳେ ଚାଲେ ଆମର କ୍ଲାସ ଚାଲେ, ଭାଇ ତ ଫାଷ୍ଟ ଏଇ ସବୁ ଜିନିଷକୁ ଟିକେ ବହୁତ ସାରା ଟିକେ ଶୁଣିବାକୁ ପଡିଥିଲା, ଯାହାବି ହଉ। କାହିଁକି ନା ସେ ବି ସେମିତି ଭାବିଲେ ଏବେ ତ ଜାଣୁଛୁ ନାହିଁ, ସେ ଆତ୍ମା ହିଁ ସହଯୋଗୀରୁ ଯୋଗୀ ବନିବେ। ତ ଯେତେବେଳେ କ୍ଲାସ ଚାଲେ, ଭାଇଙ୍କୁ ବହୁତ ମସାଜ ରେ ବହୁତ ଇଣ୍ଟରେଷ୍ଟ। ତ ମୁଁ ସେଇ ସମୟରେ କଣ କରେ, ଶୀତ ଦିନେ କ୍ରିମ ଫ୍ରିମ ଧରିକି ବସି ପଡେ। ତ ଭାଇ କହିବେ କଣ ଆଜି କିଛି କାମ ଅଛି? ନାଇଁ ନାଇଁ, କୁଆଡେ ଯିବାର ନାହିଁ, ଏମିତି ଫ୍ରି ଅଛି ତ ମସାଜ କରିଦେବି। ଆଉ ତ ମସାଜ କରିଲା ଗୋଟେ କୋର୍ସ ଲଗେଇଦିଏ। ଭାଇ କହିବେ କଣ ଏଗୁଡା, ଶୁଣୁଛି ନା ଟିକେ, କେମିତି କଣ ହେଇକି ଭାଇଙ୍କ କାନରେ ପଡିଯାଉ। ବାକି ସବୁବେଳେ ଭାବେ, ସେଣ୍ଟରରୁ ଆସିଲା ବେଳେ କି ଯୋଉମାନଙ୍କର ଯୁଗଳ ଯାଆନ୍ତି ଛାଡିବା ପାଇଁ, ସବୁବେଳେ କହେ ବାବା କୋଉ ଦିନ ଇଏ ଆଣିକି, ମାନେ କାହିଁକି ନା ଲୁଚି ଲୁଚି ଯାଏ ନା ସେଣ୍ଟର, ସବୁ ବାପ ଘରକୁ ଆସିବି ଲୁଚିକି ଯିବି, ବହୁତ ସବୁବେଳେ ଚାଲାକ ଲୁଚା ଛପାରେ ଚାଲେ। ଆଜ୍ଞା। ବହୁତ ଚାଲାକ ଆତ୍ମା, ସେବା ବି ହେଇଯିବ। ଆହୁରି କଣ, ଭାଇଙ୍କ କାନରେ ବି ପଡେ। ଦେଖନ୍ତୁ ଦେଖନ୍ତୁ, ଇଙ୍କର ବାବାଙ୍କର ଟ୍ରିପ୍ ସବୁ, ବାବା ସବୁ ଏମିତି ବତାନ୍ତି। ଶିଖନ୍ତୁ ସବୁ। ଆଜ୍ଞା। ଚାଲେ ଆଉ, ପୁଣି ବହୁତ ଚେଷ୍ଟା କରିଛି। କିନ୍ତୁ ଭାଇ କଲେଜରେ ତ ଆସିବେ ନିହାତି, ମୋର ତ ବହୁତ କନଫିଡେନ୍ସ ଅଛି ଯେ ଆସିବେ। ଲେଟ୍ ବି ହଉ ପଛେ, କିନ୍ତୁ ଆସିବେ। କିନ୍ତୁ ଭାଇ କଲେଜରେ ଆଜ୍ଞା ନ ଆସିକି ବି, କିନ୍ତୁ ଭାଇଙ୍କର ଏଇ ସବୁ ପ୍ରତି ମାନେ ସେ ଜାଣିଗଲେଣି କି ଏଇଟା ମାନେ କିଛି ଖରାପ ନୁହେଁ। କାହିଁକି ନା ଶ୍ୱଶୁର ଯେତେବେଳେ ଏକ୍ସପାର୍ଟ କଲେ, ସବୁବେଳେ ଅମୃତ ବେଳା ଯେତେବେଳେ ଫାଷ୍ଟ କରୁଥିଲି, ଲୁଚି ଲୁଚି କରୁଥିଲି। ତ ତାପରେ ଗୋଟେ ଦିନ ଧରା ପଡିଗଲି, ମାନେ ଗୋଟେ ରୁମ ରୁ ଆଉ ଗୋଟେ ରୁମକୁ ପାଦ ଚାପି ଚାପି ଯାଏ। ଗୋଟେ ଦିନ ଭାଇ ଉଠି ପଡିଲେ ସେଇ ସମୟରେ ବାଥରୁମ, ତ ଚାପି ଚାପି ଯାଉଥିଲି। ସେ କିଛି ନ କହି ଚୁପ ରହିଗଲା। ତାପର ଦିନ ସକାଳେ କହିଲେ ପୁଅକୁ, ମା ଗୋଟେ ରାତିରେ କଣ ଗୋଟେ ଚଲେଇଛି। ସବୁଦିନେ, କାହିଁକି ନା ମୁଁ ଆଜି ଦେଖିଲା ବେଳକୁ ପାଦକୁ ଚାପି ଚାପି ଯାଉଛି, ଚୁଡ଼ିକି ହାତରେ ମାଡି ବସିକି ଧରିକି ଯାଉଛି। ହଁ, ତ ସେଦିନ ଧରା ପଡି, ଯୋଉ ଗୋଟେ ଦିନ ଧରା ପଡିଗଲି, ବାକି ତାପରେ ଖୁଲମ ଖୁଲା, ହଁ ମୁଁ ଟିକେ ବସୁଛି ଆଉ ଭଲ ଲାଗୁଛି, ନିଦ ଭାଙ୍ଗି ଯାଉଛି ବସୁଛି, ଏମିତି ହେଇକି ଚାଲିଲା। ଶ୍ୱଶୁର ଯୋଉ ଦିନ ଗଲେ, ଏତିକି ଆତ୍ମା ଭିତରେ ଭାଇ ନିଜେ କହୁଛନ୍ତି, ଯା ତୋର 3ଟା ବାଜିଲାଣି, ଯା ତୋର କଣ କରିବା କଥା କରିବୁ। ମାନେ ଏତେ ଆତ୍ମା ଭିତରେ ଡେଡ ବଡି ପଡିଛି, ତା ଭିତରେ ବି ଭାଇ କହିପାରୁଛନ୍ତି କି କଣ କରିବା କଥା କରୁ। 3ଟା ଟାଇମରେ ଯା, 3ଟାରେ ମୁଁ ବାବା ବହୁତ ଆରାମ ସେ ପଳେଇ ଆସିଲି।
ଆଉ ମେଡିଟେସନ କଲେ ଆରାମସେ କିଛି ବି ମାନେ ତାପରେ ସବୁଠୁ ବଡ ଅନୁଭବ ହେଲା 10 days ଯୋଉ ଆମର ଗଲା 10 ଯୋଉ ଚାଲେ ରିଚୁଆଲ ସବୁ ଚାଲେ ତ ସବୁ ରିଚୁଆଲ ମାନିବାକୁ ପଡେ ମଝିଆ ବୋଉ କିନ୍ତୁ ମାନେ ରେସପନ୍ସିବିଲିଟି ବଡ ବୋଉର ଭଳିଆ ସବୁ କିଛି ମାନେ ରୋଷେଇଠୁ ଆରମ୍ଭ କରି କଣ ବାହାରେ ଦିଆଯାଏ କଣ କଣ ଭାଇ ବି ମକା ଦେଇଥିଲେ ତେଣୁ ସବୁ କିଛି ମାନେ ଭାଇ ଯାହା କରିବେ ମତେ ତ ସବୁ ଯୋଗେଇବାକୁ ପଡିବ ତାଙ୍କୁ ନା ତ ସବୁ ଚାଲିଥାଏ କିନ୍ତୁ ଖାଇବା ପିଇବା ତ ସେ ଗୋଟେ ଇଏରେ ହବ ନା ତେଣୁ ସମସ୍ତେ ହାତ ମାରିବେ ସବୁ ଇଏ ହବ ତାପରେ ଯେହେତୁ କାମବାଲି କାମ କଲା ଲୋକଙ୍କ ଇଏରେ କିଛି ବାରଣ କରୁ ନାହିଁ ସବୁ ସେଇଥିରେ ଗଳା ଘଣ୍ଟା ସବୁ ତେଣୁ ସମସ୍ତେ ଖାଉଥାନ୍ତି କିଛି ଅସୁବିଧା ନାହିଁ ତ ମୋ ଖାଇବାଟା ତ ସେତେବେଳକୁ ମୁଁ ଅଲଗା କରିସାରିନି କିନ୍ତୁ କାହାରି ବି ଟିକେ ଅବଜେକ୍ସନ ଆସୁନଥାଏ କି କାହିଁକି ଖାଇବନି 10 ହାଣ୍ଡିରେ ଏଇଟା ସେଇଟା ଯୋଉ କୁହନ୍ତି କିଛି ବି ଆବସଲ୍ୟୁଟଲି ମୋ ପାଇଁ ଟିକେ ବି ବିଘ୍ନ ଆସିନି ଆଉ 10 days ମୁଁ ତ ଅଲଗା ରୋଷେଇ ବି କରିପାରିବିନି ସେଟା ବି ତ ମାନେ ଗୋଟେ ଚୁଲିରେ ଯେହେତୁ ହବ ଅଲଗା ଚୁଲି ବି କରିପାରିବନି ତେଣୁ ପୁରା 10 ଦିନ ପୁରା ପଳେଇଲା କେବଳ ଚୁଡା ଗୁଣ୍ଡ ଆଉ ଆପଲ ବାନାନା ଏମତି ବାସ୍ ସେଇ ଛତୁଆ ଇଏରେ 10 ଦିନ ସର୍ଭାଇଭ କରିଗଲି କିଛି ବି ମତେ ପ୍ରୋବ୍ଲେମ ବି ହେଇନି ଭୋକ ବି ଲାଗେନି ସାନ ଯା ଯେବେ ମନେ ପକେଇବ କି ବାବା ଖାଇନାହାନ୍ତି ମୁଁ ସେତେବେଳେ ଯାଏ ଖାଇବା ପାଇଁ ପୁରା 12ଟା 1 ଯାଏ ସମସ୍ତେ ଖାଇବେ ଦବା ନବା ଇଏ ସିଏ ଯେମିତି ତ ସେଇ କାମ ଗୁଡା କେମିତି ହୁଏ ଲେଟ୍ ହୁଏ ଜାଣିଛନ୍ତି ସବୁ ବାସ୍ ଚାଲିଛି କିଛି ବି ମତେ ନା ଗୋଟେ ଟିକେ ଦେହ ଖରାପ ନା ଗ୍ୟାସ ହବା ସମସ୍ତେ କହନ୍ତି ଆରେ ଏତେ ସମୟ ଉପାସ ନାହିଁ କିଛି ହବନି ପୁରା ଯାଉଥାଏ ରାତି ନା କିଛି ବି ମତେ ଫରକ ନାହିଁ 10 ଦିନ ଖାଇବା ବି ଖିଆ ହେଲାନି କିଛି ବି ଫରକ ପଡିଲାନି ଆରାମସେ ଚାଲିଗଲା ଆଜ୍ଞା ବାବାର ବହୁତ ସହଯୋଗ ପୁଣି ତେଣୁ ଏ ନିଶ୍ଚିନ୍ତ ଆତ୍ମାକୁ ଭାବରେ ବାବା ନିଶ୍ଚିନ୍ତ ବହୁତ ସହଯୋଗ ଆପଣ ସେତିକି ଶ୍ରୀମତୀକୁ ପାଳିଛନ୍ତି ବୋଲି ବାବା ଆପଣଙ୍କୁ ମଦତ କରିଛନ୍ତି ଆଚ୍ଛା ବାବାଙ୍କ ଉପରେ କେବେ ଅଭିମାନ ଆସିନି କୌଣସି ଘଟଣାକୁ ନେଇକି ନାଇଁ ଭଉଣୀ କେବେ ବି ଭଉଣୀ ବାବା ଉପରେ ଅଭିମାନ କେବେ ବି ଆସିନି ଖାଲି ଯେତେବେଳେ ଫାଷ୍ଟ ଫାଷ୍ଟ ନଲେଜ ରେ ଆସିଥିଲି ସେଣ୍ଟର ଯାଇପାରେନି ମୁଁ ସେ ଟିକେ ଯୋଗ ରୁମକୁ ଗଲି ଲୁଚିକି ଆସିଲେ ବାପା ଘରକୁ ଯାଏ ଲୁଚିକି ଭାଇଙ୍କୁ ବାପା ଘର ନାଁ କହିକି ମାର୍କେଟ ନାଁ କହିକି ମାଙ୍କ ସାଙ୍ଗରେ ଯାଉଛି ମାର୍କେଟ ତ ଏଇ କଥା କହିକି ଯୋଉ ଆସେ ଯାଏ ସେଇଠି ବାବା ଯୋଗ ରୁମ ରେ ବସିକି ଟିକେ କାନ୍ଦେ ବାବା ବାବା କେତେ ଦିନ ଲୁଚି ଲୁଚି ଆସିବି ସମସ୍ତେ କେତେ ଆରାମସେ ଆସିକି ହସି ହସିକି ଯାଉଛନ୍ତି ମୁଁ ଡରି ଡରିକି ଲୁଚି ଲୁଚି ବାବା ଯାଉଛି ସେଇଠି ବାବାକୁ କହିକି କାନ୍ଦେ କିନ୍ତୁ ଅଭିମାନ କରେନି କାହିଁକି ନା ବାବା କହୁଛି ସବୁ ତ ଡ୍ରାମାରେ ଫିକ୍ସ ତ ଧୀରେ ଧୀରେ ଯୋଉ ମୁରଲି ଶୁଣୁଥିଲି ଟିକେ ଟିକେ ସମାଜରେ ଆସି ଯାଉଥିଲା ତ ସେଥିପାଇଁ ଅଭିମାନ ମୁଁ ଫାଷ୍ଟ ବି ଅଭିମାନ କରେନି ଖାଲି ବାବାକୁ କୁହେ କି ବାବା ସମସ୍ତେ ଆସୁଛନ୍ତି କେମିତି କେତେ ଖୁସି ହେଇକି ଯାଉଛନ୍ତି ବାବା ମୁଁ ଯାଇପାରୁନି ଖୁସି ମୁଁ ଡରି ଡରି ପଳଉଛି ବାବା କାଳେ କିଏ ରାଗିବ କଣ କରିବ ମୁଁ ଦୌଡିକି ପଳଉଛି ସାଙ୍ଗେ ସାଙ୍ଗେ କେତେବେଳେ ଭୋଗ ନ ଖାଇକି ବି ଡରିକି ଦୌଡିକି ପଳେଇ ଆସେ କାରଣ ଏଠୁ ଆସିବି ପୁଣି ଯିବି ନା ଶାଶୁ ଘରକୁ ରାତି ହେଇଯିବ ଗାଳି ଆଜ୍ଞା ଶୁଣିବି ଆଜ୍ଞା ଏଇ ସବୁ ନହେଲେ ଠିକ ଅଛି ଅଭିମାନ ବହୁତ କେବେ ବହୁତ ବି କରେନି। ଶୁକ୍ରିୟା ଆଜ୍ଞା ବହୁତ ଶୁକ୍ରିୟା ଆଚ୍ଛା ଭଉଣୀ ମାନେ ଭାଇ ମାନେ ଯୋଉମାନେ ଅଛନ୍ତି ଶ୍ରୀନନ୍ଦା ଭଉଣୀକୁ ଯଦି କିଛି ପଚାରିବାକୁ ଚାହାନ୍ତି ପଚାରନ୍ତୁ ସମୟ ହେଇଯାଉଛି ପଚାରନ୍ତୁ ସମସ୍ତଙ୍କ ଆତ୍ମ ତୃପ୍ତି ହେଇଗଲା ଶୁଣିକି ସମସ୍ତେ ସନ୍ତୁଷ୍ଟ କିଏ କିଛି ପଚାରି ପାରିବେ ଭଉଣୀ ଏତେ ସୁନ୍ଦର ଅନୁଭବ ଶୁଣେଇଲେ ସେଥିରେ ସମସ୍ତେ ବୁଡି ଯାଇଛନ୍ତି ଆଉ ଯୋଉ ଗୋଟେ ଦିଟା ଯାହା ଥିଲା ଆପଣ ପଚାରିଦେଲେ କ୍ଲିୟର ହେଇଗଲା ଆପଣ ପଚାର ଓମ୍ ଶାନ୍ତି ଓମ୍ ଶାନ୍ତି ଆଜ୍ଞା ଭଉଣୀ ଓମ୍ ଶାନ୍ତି ଅହଲ୍ୟା ଭଉଣୀ ମୁଁ ଆଜ୍ଞା କହିଲି ପଚାରନ୍ତୁ ଭଉଣୀ ଯୋଉ 10 ଦିନ ଖାଇଲେନି ମୁଁ କହିଲି ସେଥିରେ ତ ମାନେ ପିଆଜ ରସୁଣ କି କିଛି ନାହିଁ ଖାଲି ମାନେ ଭାତ ଆଉ ସିଝା ଖାଇବେ ଭଉଣୀ ଖାଇଲେନି ଖାଇବେନି କଣ ପାଇଁ ସେ ତ ନିଜେ ରୋଷେଇ କରିଥାନ୍ତେ ନାଇଁ କରୁ ବି ଥିଲି ଭଉଣୀ ନିଜେ ବି କରୁଥିଲି ଭଉଣୀ ଆପଣ କେତେ ଦିନ ନଲେଜ ରେ ଭଉଣୀ ଅହଲ୍ୟା ଭଉଣୀ ନା ମୁଁ ବର୍ଷେ 1.5 ବର୍ଷ ହେଲା ଆଜ୍ଞା 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 ହଁ ନାଇଁ କିଛି ନାହିଁ କିନ୍ତୁ ଖାଉନଥିଲି ଟିକେ ଆପଣ ବି ଆଉ ଟିକେ ବି ଯଦି ଆପଣ ଆଉ 6 ମାସ ବର୍ଷେ ଭଲ ଭାବରେ ମୁରଲି ଶୁଣିଲେ ଆପଣଙ୍କୁ ବି ରିଅଲାଇଜ ହବ କି ହଁ କେମିତି ଖାଇବା କଥା କେମିତି ବାବା ୟାଦରେ କରିବା କଥା ବାବା ୟାଦ ରେ ଖାଇବା କଥା ତା ବାବାକୁ ଭୋଗ ଲଗେଇକି ଖାଇବା କଥା ନା ଆପଣ ଯେତେବେଳେ ହଁ ଜାଣିଯିବେ ନା ଆପଣ ତାପରେ ଜାଣିପାରିବେ ଯେ କେମିତି ଖାଇବା କଥା କୋଉ ଜାଗାରେ କେମିତି ହଁ ଆପଣ ହଁ ଜାଣିପାରିବେ ହଁ ହଉ ଓମ୍ ଶାନ୍ତି ହଉ ଭଉଣୀ शुक्रिया मोना प्यारे बाबा को मिठा बाबा को बहुत 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 धन्यवाद ଆଉ ଯେତେ ଆମର ଭାଇ ଭଉଣୀ ସମସ୍ତେ ଜଏନ କରିଛନ୍ତି ସମସ୍ତଙ୍କୁ ବହୁତ 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 ଅଶେଷ ଅଶେଷ ଧନ୍ୟବାଦ
ओम शांति।